ମାନେ ଯଦି ଆମେ ଯେମିତି ଏବେ ଯୋଉ ଥେରାପି ଲୋକମାନେ ନଉଛନ୍ତି ଯେମିତି କି ଆମର ସାଇକୋଲୋଜିଷ୍ଟ ପାଖକୁ ଯାଇକି ସେଇଟା ତୁ କହୁଛୁ ସେଇଟାର ରୁଟ୍ କଜ୍ କୁ ପୁରା ତମେ ଏଲିମିନେଟ କରିଦବ ଯେ ତମକୁ ଡିପ୍ରେସନ ନବାକୁ ହିଁ ପଡିବନି। ଏବେ ସବୁ କମ୍ବିନେସନ ସବୁ ଦେଖ ଗୋଟେ ଜିନିଷ ହେଲା ଯୋଉ ଫ୍ରୁଟ ଚାଟ ହଁ ସେଇଟା ହେଲା ସବୁଠୁ ଖରାପ ଜିନିଷଟା। ନନଭେଜ ଉପରେ ତ ଟେକ୍ କଣ ମାନେ ନନଭେଜ ଉପରେ କେମିତି ତ କିଛି ରୁଲ ଅଛି ନା ନାଇଁ ନନଭେଜ? ହଁ ମାଂସର ତର ଇଣ୍ଡିକେସନ ଅଛି ଆମର ଏଥିରେ। ଦେଖୁ ରୋବୋଟିକ ସର୍ଜରୀ ହେଇଗଲା କି ଏବେ ସବୁ ଏଆଇ ହେଲ୍ପ ରେ ଦେଖୁ ନ୍ୟୁଜରେ ପଢୁଥିବୁ ଚାଇନିଜ ମାନଙ୍କର ଏମିତି ସବୁ ସର୍ଜରୀ ହଉଛି। ଆୟୁର୍ବେଦିକ ସହିତ ଟେକ୍ନୋଲୋଜିର କେମିତି କିଛି ମ୍ୟାପ ଆସୁଛି ନା କିଛି ଏବେ ସେମିତି କିଛି ଆସିନି? ଆଉ ଆଉ ଭାଇ ତ ଇଣ୍ଟ୍ରୋ ରୁ ଷ୍ଟାର୍ଟ କରିଦବା ତ ଗୋଟେ ଇଣ୍ଟ୍ରୋ ଦେଇଦେ ତୋର ମାନେ ଇଣ୍ଟ୍ରୋ ମୋ ନାଁ ସୌମ୍ୟକାନ୍ତ ବାରିକ। ମୁଁ କରେଣ୍ଟଲି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପୁରୀରେ ସେକେଣ୍ଡ ପ୍ରଫ୍ ବିଏମଏସ୍ ରେ ପଢୁଛି। ଆଉ ଟିକେ କହିଦେ ଟିକେ ବିଏମଏସ୍ ବିଷୟରେ ଟିକେ କହିଦେ ବହୁତ ଲୋକ ଜାଣିନାହାନ୍ତି ବିଏମଏସ୍ କଣ ବିଏମଏସ୍ ବିଷୟରେ ଟିକେ କହିଦେ। ହଁ ବିଏମଏସ୍ ଗୋଟେ କୋର୍ସ ମାନେ ବିଏମଏସ୍ ହେଲା ବ୍ୟାଚଲର ଇନ୍ ଆୟୁର୍ବେଦିକ ମେଡିସିନ ଆଣ୍ଡ ସର୍ଜରୀ। ଓକେ ସେଥିରେ ଆୟୁର୍ବେଦିକ ମେଡିସିନ ଆଉ ରିଲେଟେଡ ସର୍ଜରୀ ବିଷୟରେ ଆମେ ପଢାପଢି କରୁ। ଆଉ ବିଏମଏସ୍ ରେ ପାଖାପାଖି ଫାର୍ଷ୍ଟ ଇୟର ରେ ଆନାଟୋମି ଫିଜିଓଲୋଜି ପଦାର୍ଥ ବିଜ୍ଞାନ ସଂହିତା ସଂସ୍କୃତ ପଢା ହୁଏ। ସେକେଣ୍ଡ ଇୟର ରେ ସେକେଣ୍ଡ ପ୍ରଫ୍ ବିଏମଏସ୍ ରେ ଆମର ପଢା ହୁଏ ରସଶାସ୍ତ୍ର ଦ୍ରବ୍ୟଗୁଣ ଅଗରତନ୍ତ୍ର ସଂହିତା ଆଣ୍ଡ ରୋଗ ନିଦାନ ଆଣ୍ଡ ସ୍ୱସ୍ଥବୃତ। ମାନେ ଅଗରତନ୍ତ୍ର ହେଲା ଫରେନ୍ସିକ ମେଡିସିନ ଆଣ୍ଡ ଟକ୍ସିକୋଲୋଜି, ରସଶାସ୍ତ୍ର ଫାର୍ମାକୋଲୋଜି ଦ୍ରବ୍ୟଗୁଣ ପ୍ଲାଣ୍ଟସ ବିଷୟ ପ୍ଲାଣ୍ଟସ ର ଫାର୍ମାକୋଲୋଜି ଆଣ୍ଡ ସଂହିତା ହେଲା ଚରକ ସଂହିତା। ଆଉ ସ୍ୱସ୍ଥବୃତ ହେଲା କମ୍ୟୁନିଟି ମେଡିସିନ ଆଣ୍ଡ ରୋଗ ନିଦାନ ହେଲା ଡାୟଗ୍ନୋସିସ୍ ପାଥୋଲୋଜି ପାର୍ଟଟା। ଆଚ୍ଛା ତାପରେ ଫାଇନାଲ ଇୟର ଅଛି କାୟ ଚିକିତ୍ସା ମାନେ ଜେନେରାଲ ମେଡିସିନ, ଶଲ୍ୟ ମାନେ ସର୍ଜରୀ, ସାଲକ୍ୟ ମାନେ ଇଏନଟି ଅପଥାଲମୋଲୋଜି ଆଣ୍ଡ ଜରା ଚିକିତ୍ସା ଜେରାଟିକ୍ସ। ଆଉ ପଞ୍ଚକର୍ମ ତ ପଞ୍ଚକର୍ମ ମାନେ ଆୟୁର୍ବେଦର ଗୋଟେ ସ୍ପେଶାଲ ଇଏ। ଆଚ୍ଛା ଆଉ କଣ ଆଉଥରେ କହିଲୁ ପଞ୍ଚକର୍ମା ନା କଣ ସେଇଟା ମୁଁ ଶୁଣିଛି। ପଞ୍ଚକର୍ମ ହଁ ଏଇଟା ପଞ୍ଚକର୍ମ ମୁଁ ଶୁଣିଛି ବହୁତ ଫେମସ ଏଟା। ଆଉ ହଁ ହଁ ବହୁତ ଫେମସ। ହଁ ଆଉ ମେନଲି ସିଆଟିକା ଆଉ ବହୁତ ସାରା ଭ୍ୟାରିକୋଜ ଭେନ୍ ଏସବୁର ଟ୍ରିଟମେଣ୍ଟ ଆରାମସେ ହେଇପାରିବ ଯୋଉଟା କି ସର୍ଜରୀ କରାଯାଉଛି ବହୁତ ଲାଖ ପଇସା ଖର୍ଚ୍ଚ ହଉଛି ବାକି କମ ପଇସାରେ ବି ଆମେ ପଞ୍ଚକର୍ମ ଥ୍ରୁରୁ ଟ୍ରିଟମେଣ୍ଟ କରିପାରିବୁ। ଆଚ୍ଛା ମୋର ଆଉ ଗୋଟେ ଡାଉଟ ଆଉ ହେଲା ଗୋଟେ ଡାଉଟ ମୋର ହେଲା। କୁମାର ହଁ 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 ତୁ ତୁ ଷ୍ଟାର୍ଟ କଲୁ ସାଂସ୍କ୍ରିଟ ବି ତମର ସାଂସ୍କ୍ରିଟ ବି ତମର ପଢା ହଉଛି ମାନେ ସାଂସ୍କ୍ରିଟ ପଢିବାର ଆଜିକାଲି ତ ମଡର୍ନ ସାଇନ୍ସ ସାଂସ୍କ୍ରିଟ କାଇଁ ପଢା ହଉଛି? ବିକଜ ଯାହାବି ଆମ ଆୟୁର୍ବେଦର ଅବତରଣ କେମିତି ହେଲା ନା ପ୍ରଥମେ ବ୍ରହ୍ମା ଷ୍ଟାର୍ଟ କରିଥିଲେ। ବ୍ରହ୍ମାଙ୍କର ବାଣୀ ଯୋଉଟା ଥିଲା ସେଟା ପ୍ରପରଲି ସଂସ୍କୃତ ଥିଲା। ଆଉ ତାପରେ ସେ ସବୁକୁ ମାନେ ମାନେ ଇଜି କରିବା ପାଇଁ କି ସେ ସବୁକୁ ଆମର ଟ୍ରାନ୍ସଲେଟ କରାଯାଇଛି। ଆଚ୍ଛା ବୁଝିପାରିଲୁ ସେ ସବୁକୁ ଆମର ଗଦ୍ୟ ହିସାବରେ କରାଯାଇଛି ମାନେ ସେ ସବୁ ଶ୍ଲୋକା ହିସାବରେ ଅଛି। ଆଉ ମଡର୍ନ ସେମିତି କିଛି ନାହିଁ ଯେ ସେମିତି ମଡର୍ନ ମାନେ କିଛି ରିଲେସନ ନାହିଁ। ଯାହାବି ଯେକୌଣସି ଡିଜିଜ ଅଛି ଯେକୌଣସି ବି ଫାର୍ମାକୋଲୋଜିକାଲ ମାନେ ମେଡିସିନ ଅଛି କି ଥେରାପଟିକ୍ସ ଅଛି ତାର ପ୍ରପରଲି ଏକ୍ସପେରିମେଣ୍ଟ ହେଇଛି ଆଉ ତାର ପ୍ରପରଲି ମାନେ ରୋଗୀ ମାନଙ୍କ ଉପରେ ମାନେ ଏକ୍ସପେରିମେଣ୍ଟ କରାଯାଇଛି। ତାପରେ ସେମାନେ ଆମକୁ ଇଣ୍ଡିକେସନ ଦେଇଛନ୍ତି ନାଇଁ ଆମେ ତାଳିପେଟି ଚୂର୍ଣ୍ଣକୁ ଆମେ କାଶରେ ୟୁଜ କରିପାରିବା। ସେମାନେ ବହୁତ ସାରା ଏକ୍ସପେରିମେଣ୍ଟ କରିସାରିଲା ପରେ ଆମକୁ ଦେଇଛନ୍ତି ଯେ ନାଇଁ ତମେ ଏଇଟା ସେମିତି କିଛି ନାହିଁ ଯେ ମଡର୍ନ ଇଏ ସେମିତି ନାହିଁ। ଆଚ୍ଛା 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 ହଁ ହଉ ହଉ ଦେନ୍ ଆମର ଆସିଲେ କୁମାରଭୂତ ମାନେ ପେଡିଆଟ୍ରିକ୍ସ ପ୍ରତିତନ୍ତ୍ର ମାନେ ଗାଇନୋକୋଲୋଜି। ଆଚ୍ଛା ତମର ଏଇଟା କେତେ ବର୍ଷର କୋର୍ସ ମାନେ 75.5 ନା ଏମିତି ଏମବିବିଏସ୍? ହଁ ତିନିଟା ପ୍ରଫ ଆଉ ଗୋଟେ ପ୍ରଫ ହେଲା ଆମର 1.5 ବର୍ଷ ଆଚ୍ଛା ଆଉ ତା ସହିତ ୱାନ ଇୟର ଇଣ୍ଟର୍ନସିପ। ଆଚ୍ଛା ଯେମିତି ମାନେ ଆକ୍ଚୁଆଲି କଣ ହେଲା କହିଲୁ ଆମେ ସମସ୍ତେ ଜାଣିଛୁ ଏମବିବିଏସ୍ ଆଉ ଯେମିତି ଆଜିକାଲି ଏଟା ମାନେ ବହୁତ ହି ମାର୍କେଟିଂ ତାଙ୍କର ତ ଜଣା ପଡିଯାଉଛି କିନ୍ତୁ ଏମବିବିଏସ୍ ପରେ ଗୋଟେ ସ୍ପେଶାଲାଇଜେସନ ଥାଏ ତମର ସେମିତି ସ୍ପେଶାଲାଇଜେସନ ନା ତମର କେମିତି ତମର ଏଇଟା? ପାଖାପାଖି ସ୍ପେଶାଲାଇଜେସନ ଅଛି। ଆମର ସବୁ 8ଟା ଡିପାର୍ଟମେଣ୍ଟ ଅଛି ମାନେ
କାୟା ଚିକିତ୍ସାର ଅଛି, ସବୁର ଅଛି। ବାକି ତାପରେ ଆମେ ସୁପର ସ୍ପେଶାଲାଇଜେସନ କରିପାରିବୁ, ପିଏଚଡି କରିପାରିବୁ, ବହୁତ ସାରା ଅପସନ୍ସ ଅଛି। ଆଚ୍ଛା ହସ୍ପିଟାଲ ମ୍ୟାନେଜମେଣ୍ଟ କରିପାରିବୁ, ତାପରେ ଏପିଡେମୋଲୋଜି ଗୋଟେ ଅଛି, ସେପାରେଟ ବ୍ରାଞ୍ଚ ଅଛି, ତାକୁ ଯଦି ଆମେ କରିପାରିବୁ, ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଥିରେ ଆମେ କରିପାରିବୁ, ବହୁତ ଟିକେ ସାରା କହ ତା options। ବିଷୟରେ କିଛି କହ, ସବୁ ନୂଆ ନୂଆ ଟର୍ମ ଗୁଡାକ ସବୁ। ଏପିଡେମୋଲୋଜି ମାନେ ହୁଁ, ମନେକର କିଛି ଗୋଟେ ଡିଜାଷ୍ଟର ଆସିଲା, ଲାଇକ ଫ୍ଲଡ ଆସିଲା କି କିଛି ସଂକ୍ରାମକ ରୋଗ ଆସିଲା, ହୁଁ, ତାକୁ କେମିତି ମ୍ୟାନେଜମେଣ୍ଟ କରିବୁ, ସେଥିରେ ସ୍ପେଶାଲାଇଜେସନ କରିବୁ, ବୁଝିପାରିଲୁ। ଯେମିତି କି କାୟା ଚିକିତ୍ସା ତୁ ପ୍ରପରଲି ତୁ ବିଏମଏସ୍ ମାନେ ଯେମିତି ଏମବିବିଏସ୍ ମାନେ ସେମିତି ପ୍ରପରଲି ଜେନେରାଲ ପଢୁଛନ୍ତି, ତୁ ସେମିତି ବିଏମଏସ୍ ରେ ସେମିତି ଜେନେରାଲି ପଢିବୁ, ସ୍ପେଶାଲାଇଜେସନ କରିବା ଚାହୁଁଛି ଦେନ୍ ତୁ କାୟା ଚିକିତ୍ସାରେ ତୁ କରିପାରିବୁ, କି ଶଲ୍ୟରେ କରିପାରିବୁ, କି ପ୍ରସୂତି ତନ୍ତ୍ରରେ କରିପାରିବୁ, କି କୁମାର ବୃତ୍ତରେ କରିପାରିବୁ, କି ପଞ୍ଚକର୍ମରେ କରିପାରିବୁ, ଏମିତି ବହୁତ ସାରା ଅପସନ୍ ଅଛି। PG, ଯୋଉଟା ପୋଷ୍ଟ ଗ୍ରାଜୁଏସନ କୁହାଯାଉଛି। ଓକେ ଓକେ ଓକେ। ନା ମୁଁ କେବେ ଶୁଣିନଥିଲି, ଆଜି ଫାର୍ଷ୍ଟ ଟାଇମ, ମାନେ ଏତେ ମୋର ଆଇଡିଆ ନଥିଲା। ମୁଁ ଖାଲି ଏତିକି ଜାଣିଛି ଯେ ୟୁଟ୍ୟୁବରୁ ଜାଣିଛି ଯେ ଆୟୁର୍ବେଦ ଟାକୁ ତମେ ଯଦି ଆପ୍ଲାଏ କରୁଛ ତମ ଡେଲି ଲାଇଫ ରେ, ତମେ ବହୁତ ହି ହେଲ୍ଦି ରହିବ। ତାର ଯେତିକି ଯେତିକି ଜିନିଷ କରିବାର ଅଛି ମୁଁ କରେ ନର୍ମାଲ ବେସିକ ରେ। ଆଚ୍ଛା ହଉ। ସେଇ ଦେଖ ଗୋଟେ ଜିନିଷ ହେଲା, ଆୟୁର୍ବେଦ ହେଲା ସମଥିଙ୍ଗ ଆଉଟ ଅଫ ଦ ୱାର୍ଲଡ। ଆଚ୍ଛା ଏ ସମସ୍ତେ କହନ୍ତି ଦିସ୍ ଇଜ ସୁଡୋ ସାଇନ୍ସ, ମୋ ଯେହେତୁ ମୁଁ ପଢୁଛି ମୁଁ କହିବିନି, କିନ୍ତୁ ତୁ ସଂହିତା ପଢିବୁ, ଏଭ୍ରିଥିଙ୍ଗ ଇଜ ସାଇଣ୍ଟିଫିକ ଆଣ୍ଡ ଏଭ୍ରିଥିଙ୍ଗ ବେସ୍ଡ ଅନ୍ ସର୍ଟନ ମାନେ ଏକ୍ସପେରିମେଣ୍ଟ ଅର ସର୍ଟନ ସିଚୁଏସନ୍ସ। ଆଚ୍ଛା ତ କେହି କହିପାରିବେନି ଯେ ତୁ ଯେପର୍ଯ୍ୟନ୍ତ ତୁ ପଢିନୁ ନା ତୁ କହିବୁ କି ଏଇଟା ସୁଡୋ ସାଇନ୍ସ। ହଁ ହଁ। ଯେ ଜାଣିନି କି ସେ କହିବ ହଁ ଏଇଟା ତ ଆୟୁର୍ବେଦ କହିଦେବେ। ବାକି ଯିଏ ପଢିଛି ଜାଣିଛି ସେମାନେ କହିବେ। ଆଉ ଗୋଟେ ପ୍ରୋବ୍ଲେମ ହେଲା ବି, ଆମର ଯେତିକି ସବୁ ମେଡିସିନ କମ୍ପାନୀ, ଫାର୍ମା କମ୍ପାନୀ ଗୁଡାକ ଅଛନ୍ତି, ତାଙ୍କର ମାର୍କେଟିଂ ମାନେ ତାଙ୍କ ରିଜନରୁ ଆୟୁର୍ବେଦକୁ ସେମାନେ ଡାଉନଫଲ କରୁଛନ୍ତି। କାରଣ ଯଦି ଆୟୁର୍ବେଦ ଇଜ ବିଗେଷ୍ଟ କମ୍ପିଟିସନ ତାଙ୍କ ପାଇଁ ହେଲା, ତ ସେମାନେ ମାର୍କେଟିଂ ହୁଁ ଯଦି ନ ହୁଁ ହୁଁ। କରିବେ ତ ବହୁତ ପ୍ରୋବ୍ଲେମ ହେଇଯିବ ତାଙ୍କର, ମାନେ ତାଙ୍କ ବିଜନେସ ପାଇଁ। ତ ସେଥିପାଇଁ ସେଇଟା ଯଦି ବିଜନେସ ପଏଣ୍ଟ ଅଫ ଭ୍ୟୁ ଦେଖିବୁ, ତ ସେମାନେ ଆୟୁର୍ବେଦକୁ ଚାହୁଁନାହାନ୍ତି ଆୟୁର୍ବେଦ ଏତେ ବି ହଉ, ଏତେ ତାର ବହୁତ ଆଗକୁ ଯାଉ। ସେ ଗୋଟେ ଜିନିଷ ହେଲା, ଆୟୁର୍ବେଦରେ ଅଛି ଗୋଟେ ଜିନିଷ ହେଲା ସାଧ୍ୟ ରୋଗ, ଅସାଧ୍ୟ ରୋଗ, ୟାପ ରୋଗ ଆଉ କଷ୍ଟ ସାଧ୍ୟ ରୋଗ। ମାନେ ଆମକୁ ପ୍ରପରଲି କୁହାଯାଇଛି ଯେ କୋଉଟା ସାଧ୍ୟ, ମାନେ କୋଉଟାକୁ ଆମେ ଟ୍ରିଟେବଲ, ଆଉ କୋଉଟା ଅସାଧ୍ୟ ମାନେ କୋଉଟା ଅନଟ୍ରିଟେବଲ। ତ ସେଇଟାର ମାନେ ଯଦି ଆମେ ଗୋଟେ ଆମକୁ ଅସାଧ୍ୟର ପେସେଣ୍ଟ ଆସୁଛି, ଆମେ ତାକୁ ମନା କରିପାରିବୁ କି ନାଇଁ ଆମେ କରିପାରିବୁନି, କି ଆମେ ରେଫର କରିପାରିବୁ କି କରିପାରିବୁ ତମେ ଏଠିକି ଯାଅ, କି ସେମାନେ ତମେ ଭଲସେ ଟ୍ରିଟମେଣ୍ଟ କରିବେ। କିନ୍ତୁ ମୋଷ୍ଟ ଅଫ ଦ ଇଏରେ ସେଟା ନାହିଁ ନା, ଆମେ ତମକୁ କରିଦବୁ, ଠିକ କରିଦବୁ, ସେଇଟା ଇଏ ନାହିଁ। ନାଇଁ ତୁ ଏମିତି କେବେ ସିନାରିଓ ଦେଖିଛୁ ଯେ ଗୋଟେ ମାନେ ଆସିଛି ଗୋଟେ ପେସେଣ୍ଟ ଆସି ଯିଏ କି ବହୁତ ଆଡୁ ବୁଲି ବୁଲି ମାନେ ମେଡିକାଲ ସାଇନ୍ସ ଏମବିବିଏସ ଯୋଉମାନେ ନର୍ମାଲ ଆମର ତାକୁ କଣ କହନ୍ତି ସେଟାକୁ ଏଲୋପାଥି। ହାଲୋପାଥି। ଏଲୋପାଥି ହଁ, ଏଲୋପାଥି ଆଉ ହୋମିଓପାଥିରୁ ହାର ମାନିକି ଆସିକି ଆୟୁର୍ବେଦିକରେ ଆସି ଆଉ ଟ୍ରିଟ ହେଇକି ଭଲ ହେଇଛି। ଆଉ ଓଲଟାଟା ବି ମାନେ ଆୟୁର୍ବେଦିକରୁ ଯାଇକି ସେଠି ଭଲ ହେଇଛି। ଏମିତି କିଛି କେସ୍ ଗୋଟେ ଦେଖିଛୁ ନା ଦେଖିନ? ବହୁତ ସାରା ଦେଖେ, ହଁ ମୋଷ୍ଟ ଅଫ ଦ ପେସେଣ୍ଟ ଯୋଉମାନେ ଆସନ୍ତି ଆମ କତିକି ହଁ ଟ୍ରିଟମେଣ୍ଟ ପାଇଁ କି, ସେମାନେ ବହୁତ ସାରା ଜାଗାରୁ ବୁଲିକି ଆମ କତିକି ଆସନ୍ତି, ଆଚ୍ଛା ବୁଝିପାରିଲେ। ତ ତ ମୁଁ ତତେ ତିନିଟା କେସ୍ ଷ୍ଟଡି କହୁଛି, ଦିଟା କେସ୍ ଷ୍ଟଡି କହୁଛି। ହଁ ଗୋଟେ ପେସେଣ୍ଟ ର ଲୁମ୍ବାର ଆଉ ସ୍ୟାକ୍ରାଲ ର ନର୍ଭ ଥାଏ, ତାର ଏକ୍ସପଲସନ ହେଇଥିଲା ଆଉ ତାର କମ୍ପ୍ରେସନ ବି ହେଇଥିଲା। ଟିକେ ବୁଝେଇ ବୁଝିପାରିଲୁ। କହ, ନୂଆ ନୂଆ ଲାଗୁଛି, ବୁଝା ପଡୁନି। ହଁ ଲୁମ୍ବାର କହିଲେ କଣ ମାନେ ଟିକେ ହଁ ବୁଝେଇ କହ। ଦେଖ ଆମର ଯୋଉ ଭଟିବ୍ରା ଅଛି, ହଁ ସର୍ଭାଇକାଲ, ଲୁମ୍ବାର, ସାକ୍ରାଲ, କକ୍ସିଜିଆଲ। ତ ଯେମିତି ଲୁମ୍ବାର ଯୋଉ ଭଟିବ୍ରା ଅଛି, ତା ଭିତରେ ନ୍ୟୁକ୍ଲିୟସ ଥାଏ, ସେଟା କନେକ୍ଟ କରିଥାଏ। ତା ଭିତରେ ଆମର ସ୍ପାଇନାଲ କର୍ଡ ର ନର୍ଭସ ଗୁଡା ବାହାରିଥାନ୍ତି, ଆଚ୍ଛା ଯୋଉଟା କି ଆମର ହାତକୁ ଲୋୟର ଭଟିବ୍ରାକୁ ଯାଇଥାଏ। ତ ତାର କମ୍ପ୍ରେସନ ହେଇଥିଲା, ତାର କମ୍ପ୍ରେସନ ହେବାରେ ନର୍ଭ କଣ୍ଡକ୍ସନ ଠିକ ସେ ହବନି। ନର୍ଭ କଣ୍ଡକ୍ସନ ନହେଲେ ତା ଫଙ୍କସନିଂ ବନ୍ଦ ହେଇଯିବ, ପେନ୍ ଆସିବ ତତେ। ତାପରେ ତୁ ଯୋଉଟା ଏଇଟା ଲାଗିବ କହୁଛୁ ତୁ କି ପଡିଯିବୁ। ଯୋଉ ସରି ତତେ ମୁଁ ଇଣ୍ଟରପ୍ଟ କରୁଛି, ଏ ଯୋଉ ଆମର ବ୍ୟାକ୍ ପେନ୍ ହୁଏ ଯୋଉ ସ୍ଲିପ ଡିସ୍କ, ସେଇ ଟାଇପ ର କଥା କହୁଛୁ କି?
yes 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 slim ସ୍ଲିପ୍ tips type ଡିସ୍କ, ଆଚ୍ଛା ଆଚ୍ଛା ବୁଝିଲି, ହଁ ହଁ କହ। then ତ ସେ ଏମ୍ସ ପାଟନା ଯାଇଥିଲା। ହଁ ତ ସେ ପେସେଣ୍ଟ ଏମ୍ସ ପାଟନା ଯାଇଥିଲା, ତାକୁ କୁହାହେଲା କି ଅପରେସନ କରିବୁ, ଅ, ହୁଁ, ଠିକ ହେଇଯିବ। ବାକି ସେ ଆମ ହସ୍ପିଟାଲକୁ ଆସିଥିଲା, ବାକି ସେ ଆସିଥିଲା ଯେତେବେଳେ ତାକୁ ଆମେ ଷ୍ଟ୍ରେଚର ଉଠେଇକି ନେଇଥିଲୁ। ଆଚ୍ଛା, ମାନେ ଏତେ ତ ସିରିୟସ୍ ଥିଲା? ସେତେବେଳେ ଗଲା, ହଁ ନା କାରଣ ଦେଖ, ଯୋଉମାନଙ୍କର ନର୍ଭର ମାନେ କମ୍ପ୍ରେସନ ହେଇଥାଏ ନା, ନର୍ଭ କମ୍ପ୍ରେସନ ତ ଚାଲି ହିଁ ପାରିବୁନି, କାରଣ ତ ବଡିକୁ ନର୍ଭ ଯିବନି, ତ ଅର୍ଗାନ ଟା ପୁରା ଏମିତି ଷ୍ଟପ୍ ହେଇକି ରହିବ। ବାବରେ, ଆଚ୍ଛା, ହୁଁ, ତ ତ ସିଏ ଗଲାବେଳେ ଚାଲିକି ଗଲା, ଆଉ ତାର ଏକ୍ସପିରିଏନ୍ସ ବି ୟୁଟ୍ୟୁବରେ ଅଛି ଅଲରେଡି। ଆମ ଭାଇଙ୍କର ଜଣେ ୟୁଟ୍ୟୁବ ଚ୍ୟାନେଲ ଅଛି, ହଁ ଯଦି ଚାହିଁବୁ କ୍ରସ୍ ଚେକ୍ ବି କରିପାରିବୁ। ତାପରେ ଆଉ ଗୋଟେ ପେସେଣ୍ଟ ମୁଁ କହୁଛି ଦେଖ, ସୋରିଆସିସ୍ କଥା ଜାଣିଥିବ ତ, ସୋରିଆସିସ୍। ନା ଶୁଣିଛି, ଟିକେ ଏକ୍ସପ୍ଲେନ କରିଦେ, ମାନେ ଟିକେ ଏକ୍ସପ୍ଲେନ କରିଦେ, ନା ଶୁଣିଛି ସୋରିଆସିସ୍ ର। ସୋରିଆସିସ୍ ମାନେ ଗୋଟେ ଟାଇପ ର ଫଙ୍ଗାଲ ଇନଫେକ୍ସନ, ଯୋଉଟା କି ସୋରିଆସିସ୍ ର ବହୁତ ସାରା ଟାଇପ୍ସ ଅଛି। ଯେମିତି ବ୍ଲକ୍ସ ସୋରିଆସିସ୍ ହେଇଗଲା, ଯେମିତି ବଡିରେ ପ୍ୟାଚେସ୍ ପ୍ୟାଚେସ୍ ହେଇକି ସୋରିଆସିସ୍ ହବ। ଯେମିତି ପ୍ଲାଜମୋ ପ୍ଲାଣ୍ଟାର ସୋରିଆସିସ୍ ହେଇଗଲା, ଯୋଉ ପାମ୍ ରେ କି ଫିଟ୍ ରେ ହବ। କି ସ୍କାଲ୍ପ ସୋରିଆସିସ୍ ହେଇଗଲା, ଯେମିତି ସ୍କାଲ୍ପ ରେ ହବ, କିନ୍ତୁ ତାର ହୋଲ ବଡି ସୋରିଆସିସ୍ ହେଇଥିଲା, ବୁଝିପାରିଲୁ। ହୋଲ୍ ବଡି ତ ସୋରିଆସିସ୍, ଆମ ବାବରେ, ହୁଁ, ହଁ ତ ତ ବଡି ସାରା ଏମିତି ପ୍ୟାଚେସ୍ ପ୍ୟାଚେସ୍ ହେଇକି, ଯେମିତି ସ୍କେଲି ଲେସନ୍ସ ଛାଡିବ, ତ ପୁରା ବହୁତ ସାରା, ତ ଲୋକମାନେ ତୋ ପାଖରେ ବସିବାକୁ ବି ତୋତେ ଘୃଣା କରିବେ, ଆଚ୍ଛା, ବୁଝିପାରିଲୁ। ତ ହୋଲ ବଡି ସାରା ସୋରିଆସିସ୍ ହେଇଯାଇଥିବ, ଭାବେ। ଦେନ୍ ସୋରିଆସିସ୍ ଗୋଟେ ଟାଇପ ଜେନେଟିକ ବି ହେଇପାରିବ, ଆଉ ତ ଯେତେବେଳେ ଖାଇବା ବିରୁଦ୍ଧ ଆହାର ଯେତେବେଳେ ସେବନ କରିବୁ, ଲାଇକ୍ ଇନକମ୍ପାଟିବଲ ଫୁଡ, ଯେତେବେଳେ ସାଙ୍ଗ ମାନେ ଯେମିତି ଦହି, ମାଛ, ବହୁତ ପ୍ରକାର, ତ ସେତେବେଳେ ଆମର ସୋରିଆସିସ୍ ହୁଏ। ମାନେ ସୋରିଆସିସ୍ ର କଜେସ୍ ହେଲା 90% ହେଲା ବିରୁଦ୍ଧ ଆହାର, ଆଉ 10% ହେଲା ଜେନେଟିକ, ବୁଝିପାରିଲୁ। ଆଚ୍ଛା, ତ ଯେତେବେଳେ ତ ସେତେବେଳେ ସେ ଲୋକଟା ଆସିଥିଲା, ତାର ହୋଲ ବଡି ସୋରିଆସିସ୍ ହେଇଥିଲା। ତ ଆମର ସୋରିଆସିସ୍ ପାଇଁ କି, ସ୍କିନ୍ ଡିଜିଜେସ୍ ପାଇଁ କି ଆମର ହୁଏ ସ୍ନେହନ। ଫାଷ୍ଟ ସ୍ନେହନ କରାଯିବ, ମାନେ ଦ୍ରୁତପାନ କରାହବ, ତାପରେ ବମନ, ପୁଣି ଏଗେନ୍ ସ୍ନେହନ, ପୁଣି ବିରେଚନ। ମାନେ ବମନ ଆଉ ବିରେଚନ ଦ୍ଵାରା, ବମନ ବିରେଚନ ଗୋଟେ ପଞ୍ଚକର୍ମର ଗୋଟେ ପ୍ରୋସିଜିଅର। ବମନ ବିରେଚନ ଦ୍ଵାରା, ବମନ ମାନେ ଭୋମିଟିଂ, ଏମେସିସ୍, ଆଉ ଆଚ୍ଛା, ବିରେଚନ ମାନେ ପର୍ଗେଟିଭ ଦେଇକି ତୋର ଆନାଲ ରିଜନ ର ଯାହା ବି ଦୋଷ ଥିବ, ବାୟୁ ମାନେ ବାତାବରଣ କଫ ଯାହା ବି ଥିବ, ମାନେ ଯାହା ଦୂଷିତ ହେଇଥିବ, ତାକୁ ଆନାଲ ରୁଟ ରେ କାଢିବା। ତ ଫାଷ୍ଟ ଯେତେବେଳେ ସ୍ନେହନ କରାହବ, ମାନେ ତ କୋଷ୍ଟରେ ନା, ତ ଅଗ୍ନି ବହୁତ ଦୁର୍ବଳ ଥିବ। ମେନଲି ସ୍କିନ୍ ଡିଜିଜେସ୍ ର ବହୁତ କଜ ହେଲା ଆମର, ଯେତେବେଳେ ଅଗ୍ନି ଦୁର୍ବଳ ହେଇଥିବ, ଅଗ୍ନି ମାନ୍ଦା ହବ ନା, ସେତେବେଳେ ଆମ ପରମେସନ ହେଇକି ବହୁତ ସାରା ସୋର୍ସକୁ ବ୍ଲକ କରିକି, ସେତେବେଳେ ବହୁତ ସାରା ସ୍କିନ୍ ଡିଜିଜେସ୍ ବି ହେଇପାରିବ, ବହୁତ ସାରା ହେଇପାରିବ। ତ ତ ସିଏ ତାର ଫାଷ୍ଟ ସ୍ନେହନ କରାହେଲା, ତାର ବମନ କରାହେଲା। ତ ଯେତେବେଳେ ବମନ ହେଇ ସାରିଲା ପରେ, ଯେତେବେଳେ ସ୍ନେହନ କରାହେଲା, ଅଲରେଡି ତାର 70 to 80% ରିକଭରି ହେଇଯାଇଥିଲା ବଡି, ଭାବେ। ତାପରେ ଯେତେବେଳେ ଏଇଟାକୁ ନର୍ମାଲ ଏଲୋପାଥି ଭଲ କରିପାରିନଥିଲା? ହଁ ତୁ ଏଲୋପାଥି ତୁ ଯିବୁ, ସେମାନେ ତ ଷ୍ଟେରଏଡ ହିଁ ଖୋଇବେ ଖାଲି। ତୁ ଯେତେବେଳେ ଯେପର୍ଯ୍ୟନ୍ତ ତୁ ଷ୍ଟେରଏଡ ତୋର ଚାଲିଛି, ସେ ପର୍ଯ୍ୟନ୍ତ ତୋର ଭଲ ରହିବ। ହଁ, ଯେପର୍ଯ୍ୟନ୍ତ ଯେତେବେଳେ ମେଡିସିନ ଷ୍ଟେରଏଡ ଛାଡି ବନ୍ଦ ଦବୁ ସେ ହେଇଯିବ, ପୁଣି ଯିବାକୁ ସେଇଆ। ପୁଣି ଯାକୁ ସେୟା। ତ ଆଚ୍ଛା, ପୁଣି ବିରେଚନ ହେଇନଥିଲା, ଭାବେ ବିରେଚନ ହେଇନି, ଏଇଟା ମୁଁ ନିଜ ଏକ୍ସପିରିଏନ୍ସ, ମୁଁ ନିଜେ ସେ ଲୋକର ମାନେ ପାଖାପାଖି ସେମାନେ ରହିକି ଦେଖିଛି ପୁରା ପ୍ରପରଲି। ସେଇଠୁ ବିରେଚନ ହେଇସାରିଲା ପରେ, ତାପରେ ଆମର ମହାମରିଚାରୀ ତୈଳର ଲେପନ କରାହବ। ଏତିକି, ଜଷ୍ଟ ଏତିକି ମାନେ ପ୍ରୋସିଜିଅର, ସେ ତୋର ପୁରା ରିକଭରି ହବ। ଭାବ ଆୟୁର୍ବେଦ ସମଥିଙ୍ଗ ମ୍ୟାଜିକାଲ। ମାନେ ମୁଁ ଯେତିକି ତୋ କଥାରେ ବୁଝିପାରୁଛି, ତମେ ପୁରା ଯାଉଛ, ପୁରା ରୁଟ କୁ ଯାଉଛ, ପୁରା ରୁଟ ଲେବୁଲ ୟେସ୍ ତମେ ପୁରା ୟେସ୍ କ୍ଲିୟର କରୁଛ। ଆଉ ୟେସ୍ ଏଲୋପାଥି କଣ କରୁଛି, ତା ଉପରେ ମେଡିସିନ ଦେଇ ଚାଲି, ଓନ୍ଲି ସେ ମାନେ କଜ କୁ ଠିକ କରୁନି, ଓନ୍ଲି ତାର ଯୋଉଟା ଇଫେକ୍ଟ ଟାକୁ ଠିକ କରିଦଉଛି, ଲାଇକ ଦ୍ୟାଟ, ମାନେ ହଁ ହୁଁ। ଯେତିକି ବୁଝିଲି। ଆଚ୍ଛା, 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 ଏଲୋପାଥି ସିମ୍ପଟମ୍ସ କୁ ଟ୍ରିଟ କର, ହଁ, ସିମ୍ପଟମ୍ସ ଟ୍ରିଟ, ବୁଝିପାରିଲୁ। ହଁ, ହଁ, ସିମ୍ପଟମ୍ସ କୁ ଟ୍ରିଟ କରେ। ବାକି ବାକି ରେଷ୍ଟ ଅଫ ଦ ଯେତେ ସବୁ ପ୍ୟାଥି ରହିଲା, ହୁଁ। ସେମାନେ ରୁଟ କଜ କୁ ଟ୍ରିଟ କରନ୍ତି, ବୁଝିପାରିଲୁ। ଏଇଟା ହିଁ ଆମ ଆୟୁର୍ବେଦର ଗୋଟେ ମ୍ୟାଜିକ। ଆଚ୍ଛା, ତୁ ଯୋଉ ଫାଷ୍ଟ ପେସେଣ୍ଟ କଥା କହୁଥିଲୁ, ଯିଏକି ଷ୍ଟ୍ରେଚରରେ ଆସିଥିଲା, ତାକୁ କେତେ ଟାଇମରେ ସେ ଭଲ ହେଇଗଲା, ମାନେ କେତେ ଟାଇମ ଲାଗିଲା ତାକୁ ପୁରା ଠିକ ହବା ପାଇଁ, ସିଏ ଚାଲିକି ଯିବା ପାଇଁ? ପଞ୍ଚକର୍ମରେ, ପଞ୍ଚକର୍ମ ମାନେ କଣ, ପାଞ୍ଚଟା ପ୍ରୋସିଜିଅର। ହଁ,
ଯେତେବେଳେ ପଞ୍ଚକର୍ମ ଷ୍ଟାର୍ଟ ହବ ତ ଫାଷ୍ଟ ପ୍ରୋସିଜର ହେଲା ଅଭ୍ୟଙ୍ଗ ସିପିଏସ୍। ଅଭ୍ୟଙ୍ଗ ମାନେ ଅଏଲ ମସାଜ ଆଣ୍ଡ ସିପିଏସ୍ ହେଲା ଚୂର୍ଣ୍ଣ ପିଣ୍ଡ ସ୍ୱେଦ। ଆଚ୍ଛା ଦେନ୍ ସେ 5 ଦିନ ଚାଲିବ। ଦେନ୍ ଆମର ଆସେ ପତ୍ରପିଣ୍ଡ ସ୍ୱେଦ। ଆଚ୍ଛା ପତ୍ରପିଣ୍ଡ ସ୍ୱେଦ ମାନେ 5 ଟାଇପ୍ସ ର ଲିଭ୍ସ ଆସିବ, ତା ସହିତ ମେଥି, ଦେନ୍ ଲେମ୍ବୁ ଆଣ୍ଡ ହରିଦ୍ରା ମାନେ ହଳଦୀ। ତ ସେଇଟା ଅଭ୍ୟଙ୍ଗ ସହିତ ପିପିଏସ୍ ଚାଲିବ 5 ଦିନ। ଦେନ୍ ଆମର ଆସିବ କଟି ବସ ମାନେ ତୋର ମନେକର ତୋର ଯୋଉ ରିଲେଟେଡ ହେଇଥିବ ତୋର ମାନେ ମନେକର ଏଇ ଜାଗାରେ ହେଇଛି ଆର୍ମ ରିଜନ ହେଇଛି, ତ ଏଠି ମାନେ ଜାନୁ ବସ୍ତି ଦିଆହବ, କି ଏଠି ଆଣ୍ଠୁରେ ହେଇଛି ସେଠି ଜାନୁ ବସ୍ତି ଦିଆହବ। ଦେନ୍ ତୋର ଅଣ୍ଟାରେ ହେଇଛି ସେଠି କଟି ବସ୍ତି ଦିଆହବ। ସୋ ଦ୍ୟାଟ ସେଠି ଯୋଉ ବାୟୁଟାର ଯୋଉ ବୃକ୍ଷ ଗୁଣ ବଢିଛି ହୁଁ ହୁଁ ସେଇଟାକୁ ଆମେ ସ୍ନେହନ ଦ୍ଵାରା ସେଠି ଶ୍ଲେଷ୍ମର ଇଏ କରିବୁ, ସେଠି ବାୟୁକୁ ସେ ଜାଗାରୁ ବାହାର କରିବୁ, ସେଠି ଆମେ କଫର ମାନେ ଇଏ କରିବୁ। ସୋ ଦ୍ୟାଟ ସେଠି କଫ ଯାଇକି ସେ ଯୋଉ ନର୍ଭ କମ୍ପ୍ରେସନ ହେଇଛି ତାକୁ ନରିଶ କରିବ। ବୁଝିପାରିଲୁ? ଆଚ୍ଛା ମାନେ ଦେନ୍ ଆସ ମତେ କିଛି ଦେନ୍ କିଛି ବୁଝା ପଡୁଛି, ବଟ୍ ମୁଁ ଏତିକି ନର୍ଭ କମ୍ପ୍ରେସନ ଆଉ ଇଏ ମୁଁ ଜାଣିପାରୁଛି ଜିନିଷ ଗୁଡାକ, ବଟ୍ ବୁଝିଲି ବୁଝିଲି। ଦେନ୍ ଆମର ଆସିବ ବସ୍ତି। ବସ୍ତିରେ ସେଥିରେ ଆମର 2 ଟାଇପର ବସ୍ତି, ଅନୁବାସନ ଆଉ ନିରୁହ। ଅନୁବାସନରେ ଆମ ଡାଇରେକ୍ଟ ସହଚରାଦି ତୈଳର ଦିଆହବ ଅନୁବାସନ ବସ୍ତି। ମାନେ ଦେଖ ଯୋଉ ବସ୍ତିଟା ଦିଆହବ ସେଇଟା ତୋ ଉପରେ ଡିପେଣ୍ଡ କରୁଛି ତୋର କଣ ହଉଛି। ମାନେ ମନେକର ଏଇଟା ଯୋଉ ହଉଛି ପାର୍ଶ୍ୱଶୂଳ ନା, ପାର୍ଶ୍ୱଶୂଳ ସେଥିପାଇଁ କି ପାର୍ଶ୍ୱଶୂଳର ଇଣ୍ଡିକେସନ ଅଛି ସହଚରାଦି ତୈଳ, ତ ସେଥିପାଇଁ କି ସହଚରାଦି ତୈଳର ବସ୍ତି ଦିଆହବ। ତାପରେ ନିରୁହ ବସ୍ତି ଯେତେବେଳେ ଦିଆହବ ସେତେବେଳେ ଆମର ଦଶମୂଳ ଦଶମୂଳ ପାଠ ସହିତ ମଧୁ ଆଉ ଗୁଡର ବସ୍ତି ଦିଆହବ। ସେଠି ଯୋଉ ବାୟୁର ଯୋଉ ପ୍ରକୃତିଟା ହେଇଛି ସେ ବାୟୁକୁ ଆମେ କାଢିକି ଆଣିବା ବୁଡା ମାରିବା। ଆଚ୍ଛା ବୁଝିଲି ମାନେ ଯେତେବେଳେ ବି ହଁ କହ କହ। ଯେତେବେଳେ ବି ଇଏ ହବ ଆଟ ଦ ଏଣ୍ଡ ପ୍ରୋସେସ କୁ ଦେଖିବୁ ସେ ପେସେଣ୍ଟ ପୁରା ବଢିଆ ସେ ଚାଲୁଥିବ, ବଢିଆ ଦେଖିବୁ। ଆଚ୍ଛା ହଁ ଆଉ ଏଇଟା ମୁଁ ଏଥିପାଇଁ ପଚାରୁଛି କାରଣ ମୋର ବି ଗୋଟେ ନର୍ଭ ପ୍ରୋବ୍ଲେମ ବାହାରିଥିଲା ନା, ତ ମୁଁ ଯେତିକି ବୁଝିପାରିଲି ଏଇ ନର୍ଭ ପ୍ରୋବ୍ଲେମ ଗୁଡା ବହୁତ ହି ମାନେ ଡେଞ୍ଜରିୟସ। ହଁ ବହୁତ ଡେଞ୍ଜରିୟସ, କାରଣ ଆମର ଆମ ବଡିରେ ଯୋଉ ମଟର ଫଙ୍କସନ ହଉଛି ହଁ ତ କେମିତି ହଉଛି ମଟର ଫଙ୍କସନ ମାନେ ଆମର ଯୋଉ ମୁଭମେଣ୍ଟ ହଉଛି କି ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯାଉଛେ ସେଟା କେମିତି ହଉଛି ମୋଟର ନ୍ୟୁରନ ସକାଶେ। ଆଉ ସେ ଯୋଉ ମୋଟର ନ୍ୟୁରନ ହିଁ ଯଦି ସେ ଇଏ ହବ ତ ଅବଭିୟସଲି ଫଙ୍କସନ ବନ୍ଦ ହେଇଯିବ। ହଁ ଆଉ ଆର ଅପରେସନ ତୁ ବି ଯୋଉଠି କରୁଛୁ ମାନେ ଏଲୋପାଥିକରେ ସେଟା ବି ସେମାନେ ଗ୍ୟାରେଣ୍ଟି ଦିଅନ୍ତିନି ଯେ ଏଇଟା ଆକ୍ଚୁଆଲି ମାନେ 100% ରିକଭର ବୋଲି ୟେସ୍ କି ୟେସ୍ ନାହିଁ। ୟେସ୍ ହଁ ସେଇଟା ଗୋଟେ ଫ୍ୟାକ୍ଟର ହଉଛି ନା। ମେ ବି ଦେଖ ନଟ ବହୁତ ସୂକ୍ଷ୍ମ ଜିନିଷ, ତ ମନେକର ଯଦି ବାଇଚାନ୍ସ ଏଇଟା ସର୍ଜରୀ କରୁ ସେଇଟା ମାନେ ହାଲକା ଇଏ ହେଇଗଲା ଦେନ୍ ସେ ନର୍ଭ କଣ୍ଡକ୍ସନ ହିଁ ବନ୍ଦ ହେଇଯିବ। ଆଉ ସେ ପେସେଣ୍ଟ ମାନେ ଜୀବନ ଭର ପାଇଁ ସେ ମେ ବି ଚାଲି ନପାରେ ଯଦି ସେଟା ସେଇ ଟାଇପ ର ପ୍ରୋବ୍ଲେମ ଥିବ। ୟେସ୍ ୟେସ୍ ହଁ ବାପରେ ମାନେ ଆକ୍ଚୁଆଲି ବହୁତ ହି ମାନେ ଡେଞ୍ଜରସ୍। ଏତେ ମତେ ଗୋଟେ କଥା କହ, ମାନେ ମୁଁ ଏଥର ଆକ୍ଚୁଆଲି ମୋ ଟପିକ ଉପରକୁ ଆସିନି ହେଲା, ମୁଁ ଯେତିକି ରଖିଛି ଜିନିଷ ପଚାରିବା ପାଇଁ ତୋତେ, ତ ଖାଲି ଗୋଟେ ଡାଉଟ ମୋର ଏବେ କ୍ୟୁରିଓସିଟିରୁ ଯେ ଆକ୍ଚୁଆଲି ଆୟୁର୍ବେଦ ଏତେ ପାୱାରଫୁଲ, ତ ଯେମିତି ଏଲୋପାଥି ଯେମିତି ମାନେ ଏତେ ଲୋକ ସବୁ ଜାଣୁଛନ୍ତି ହଁ ଆମେ ଏଇଟା କିଛି ଏଇ ଡକ୍ଟର ପାଖକୁ ଯିବା ସେଇ ଡକ୍ଟର ପାଖକୁ ଯିବା, ଏମାନେ ଏମିତି ହେଲେ ଆୟୁର୍ବେଦିକ ହସ୍ପିଟାଲ ଯାଉନାହାନ୍ତି କଣ ପାଇଁ? ବହୁତ ହି କମ ଲୋକ ଯାଉଛନ୍ତି। ସମସ୍ତେ ସବୁଆଡୁ ଫେଲୁର ମାରି ସାରିଲା ପରେ ଲାଷ୍ଟ ଅପସନ ସେଇଠିକି ଆଉ ଚାଲ ଆୟୁର୍ବେଦ, ଏମିତି କାହିଁକି ହଉଛି? ଏଇଟା ତ ତମେ ଜାଣିପାରୁଥିବ କଣ ପାଇଁ ହଉଛି? ଗୋଟେ ମତେ କଥା କହ, ତୁ ଜାଣିଛୁ କି ତୁ ମତେ ଗୋଟେ କଥା କହ, ତୁ 5 ଜଣ ବେଷ୍ଟ ପ୍ରାକ୍ଟିସନର ଆୟୁର୍ବେଦର କହ ଓଡିଶାର। ନା ମୁଁ ଜାଣିନି। ଜାଣିବୁ ନା କାରଣ ମାର୍କେଟିଂ ନାହିଁ, କାରଣ ସେତିକି ର ମେଟେରିଆଲ ସୋର୍ସ ସେମିତି ନାହିଁ ନା। ଆଚ୍ଛା ବୁଝିପାରିଲୁ? ଗଭର୍ଣମେଣ୍ଟ ର ସପ୍ଲାଇ ହିଁ ହଉନି। ଗୋଟେ ଡିସ୍ପେନ୍ସରିଜ ନା, ଡିସ୍ପେନ୍ସରିଜରେ 365 ଡେଜ କୁ ସମ୍ଭାଳିବା ପାଇଁ 45 ଡେଜ ର ମେଡିସିନ ଦିଆଯାଏ। ଗୋଟେ ଡକ୍ଟର 45 ଡେଜ ର ମେଡିସିନ କୁ ନେଇ 365 ଡେଜ ଯଦି ଚଳେଇବ, ସେ କଣ କରିବ? ବାଧ୍ୟ ହେଇ ଆଲୋପାଥି ପ୍ରାକ୍ଟିସ କରିବ ନା। ଆଉ ଏମିତି ନୁହେଁ ଆଚ୍ଛା ଯେ ଆମେ ଆଲୋପାଥି ପଢୁନୁ, ଏମିତି ନୁହେଁ କି ଆମେ ମଡର୍ଣ୍ଣ ପଢୁନୁ, ଯଦି ପଢୁଛୁ
ଯେ ଆମ ଗୋଟେ ତୁ ମତେ ଗୋଟେ କଥା କହ, ତୋ ପାଖରେ ମେଡିସିନ ନାହିଁ ଆୟୁର୍ବେଦ, ତୁ କଣ କରିବୁ? ବାଧ୍ୟ ହେଇକି ସେ ତୋ କତିକି ଗୋଟେ ପେସେଣ୍ଟ ଆସିଛି, ତୁ କଣ କହିବୁ ନାଇଁ ମୁଁ ଯେହେତୁ ମୁଁ ଆୟୁର୍ବେଦ ଡକ୍ଟର, ମୋ ପାଖରେ ମେଡିସିନ ନାହିଁ ମୁଁ କିଛି କହିବିନି? ଅବଭିୟସଲି ବାଧ୍ୟ ହେଇକି ତୁ ଆଲୋପାଥି ପ୍ରାକ୍ଟିସ କରିବୁ। ଆଚ୍ଛା, ବୁଝିଲି। ମାନେ ତୁ କହୁଛୁ ଯେ ମେଡିସିନ ସପ୍ଲାଇ ନାହିଁ ଗଭର୍ଣ୍ଣମେଣ୍ଟ ତରଫରୁ, ଗଭର୍ଣ୍ଣମେଣ୍ଟର ସପୋର୍ଟ ନାହିଁ। ହଁ ସପୋର୍ଟ ତ ଅଛି, ନହେଲେ ସେଇ 45 days ର ମେଡିସିନ କୋଉଠି ଆସିବ? ହଁ, ବୁଝିଲି। ହଁ, ମାନେ ସେଇଟା ବୁଝିଲି। ତାହେଲେ ତ ଆଚ୍ଛା, ହଁ। ତ ସେଥିପାଇଁ କି ଟିକେ ଇଏ ହଉଛି ଆଉ। ଆଉ ଦେଖେ ମାନେ ମେନଲି ହେଲା ମେନଲି ଆୟୁର୍ବେଦ ଡକ୍ଟର ବହୁତ କମ ଓଡିଶାରେ, ବୁଝିଲୁ ନା? ତ ସେଥିପାଇଁ ମେ ବି ସେମିତି ଆଡଭର୍ଟାଇଜମେଣ୍ଟ ବଗେରା ସେମିତି ଏତେ ହେଇପାରୁନି। ବାକି ଦେଖ ଏବେ ଯୋଉ ଆମ ନ୍ୟୁ ଜେନେରେସନ ର ପିଲା ବାହାରିବେ, ମୁଁ ତତେ ଗ୍ୟାରେଣ୍ଟି ଦେଇ କହୁଛି ସେମାନେ ବହୁତ ଭଲ ପ୍ରାକ୍ଟିସ କରିବେ। ଆରେ ଦେଖ, ମାନେ ଏବେ ଆମେ ଯାହା ଦେଖୁଛୁ ୟୁଟ୍ୟୁବ ରୁ ଆୟୁର୍ବେଦିକ ଦେଖିକି, କାରଣ ଆମକୁ ଲାଗୁଛି ପୁରା ମ୍ୟାଜିକାଲ। ଆମେ ଆକ୍ଚୁଆଲି ଆମ ନିଜର ଜିନିଷଟା, ଆୟୁର୍ବେଦିକ ଆମ ନିଜର, ଆଉ ଲାଇକ ହୁଁ ଏଲୋପାଥି ହେଲା ଫରେନ ର। କିନ୍ତୁ ଆମ ନିଜ ଜିନିଷ ଆମକୁ ଏତେ ମ୍ୟାଜିକାଲ ଲାଗୁଛି, ଏଇ ଜିନିଷ ଏମିତି କରିଦେଲେ ଏତିକି କରିଦେଲେ ଏତେ ଭଲ ଲାଗୁଛି। ନର୍ମାଲ ଯଦି ମୁଁ ତ୍ରିଫଳା ଚୂର୍ଣ୍ଣ ବି ଯଦି ରାତିରେ ଜଣେ ମାନେ ରଖିକି ସକାଳୁ ଉଠିକି ପିଉଛି, ଏତେ ଆରାମ ଲାଗୁଛି, ମାନେ ଏତେ ପ୍ରକାର ପ୍ରୋବ୍ଲେମ ପଳଉଛି। ଲାଇକ ତ ଏବେ ଲୋକମାନେ ୟୁଟ୍ୟୁବ କମ୍ୟୁନିଟି ଯୋଗୁ ଏବେ ଲୋକମାନେ ବହୁତ ମାନେ ଆୱାରନେସ ହେଉଛନ୍ତି, ଆଣୁଛନ୍ତି ମାନେ ସେଇ ଆୟୁର୍ବେଦିକ ର। ଦେଖ ଆମ ଆୟୁର୍ବେଦରେ ଗୋଟେ ଅଛି ରସାୟନ, ହଁ, ରସାୟନ ମାନେ ରିଜୁଭିନେଟର। ତ ରସାୟନରେ ବହୁତ ସାରା ରସାୟନ ଅଛି, ଆଉ ସେଥିରେ ଗୋଟେ ରସାୟନ ହେଲା ତ୍ରିଫଳା। ତ୍ରିଫଳା, ଆଚ୍ଛା। ବୁଝିପାରିଲେ? ହଁ, ତ୍ରିଫଳା। ତ ରସାୟନ ଯୋଉ ତୁ ଯଦି ଡେଲି ରସାୟନ ସେବନ କରୁଛୁ ନା, ତ ରସାୟନର ଗୋଟେ ଅଛି ଜରାୟୁ ଉଚ୍ଛଳ ଲଭତେ। ବୁଝିପାରିଲୁ? ଜରା କୁଛଣା ଲଭତେ ମାନେ ତୋ ଯୋଉ ଜରା ମାନେ କଣ? ବୟସ। ହଁ। ଉଚ୍ଛଳ ମାନେ ବହୁତ କଷ୍ଟରେ ଲଭତେ, ମାନେ ଲଭତେ ମାନେ ଲାଭ କରିବ। ମାନେ ବୟସକୁ ତୁ କମ, ମାନେ ବହୁତ କଷ୍ଟରେ ଯୋଉ ଜରା ମାନେ କଣ କହିଲୁ, ଯୋଉ ବୃଦ୍ଧ ଅବସ୍ଥା, ବୃଦ୍ଧ ଅବସ୍ଥା ବହୁତ ମାନେ କଷ୍ଟରେ ଲାଭ କରିବୁ। ତୁ ୟଙ୍ଗ ବାହାରେ ଦେଖାଯିବୁ, ରସାୟନର ମାନେ ଆଜିକାଲି ଲୋକମାନେ ୟେସ୍ ଏତେ ୟେସ୍ ମେଡିସିନ ନଉଛନ୍ତି, ଏତେ ମାନେ ମେକଅପ ଲଗାଉଛନ୍ତି ୟଙ୍ଗ ଦେଖାଯିବା ପାଇଁ, ତୁ ନର୍ମାଲ ଗୋଟେ ତ୍ରିଫଳା ଚୂର୍ଣ୍ଣ ଯଦି ତୁ ମାନେ ସେବନ କଲୁ। ନା ନା ସେମିତି ହଁ ଦେଖ ତ୍ରିଫଳା ଚୂର୍ଣ୍ଣର କାମ କଣ? ମେନଲି ଆମର ଅନୁଲୋମନ କରେ, ହେଲା। ଅନୁଲୋମ ମାନେ? ଅନୁଲୋମନ ର ହଁ, ଅନୁଲୋମନ ଆମେ କଣ କରୁଛୁ ଶୁଣ। ପକ୍ୱം ୟତ୍ ପକ୍ୱം ୟଦୃତ ବନ୍ଧ ମଧ୍ୟେନଏ ଅନୁଲୋମନ ଜ୍ଞେୟା ତଥା ପ୍ରୋକ୍ତ ହରିପତି। ତ ପକ୍ୱ ଆଉ ଅପକ୍ୱ ମଳକୁ ଯିଏ ତ ଗୁଦା ମାର୍ଗରୁ ବାହାର କରିବ, ସେ ହେବ ବାୟୁର ଅନୁଲୋମନ ଯେ କରିବ। ବାୟୁର ମାନେ ଅନୁଲୋମନ ମାନେ କଣ? ଫରୱାର୍ଡ ର ମୁଭମେଣ୍ଟ, ବୁଝିପାରିଲୁ? ଯୋଉ ଆଚ୍ଛା। ଡିରେକ୍ସନରେ ବାୟୁ ଯାଉଛି ସେଇ ଡିରେକ୍ସନରେ ମୁଭମେଣ୍ଟ କରିବ, ସେଇଟା ହେଲା ଅନୁଲୋମନ କରିବ। ତ ହରିତକ ଯୋଉ ସେଟା ହେଲା ମେନଲି ଅନୁଲୋମନ କର୍ମ ପାଇଁ ଆମେ ହରିତକୀକୁ ଇଏ କରୁ। ହରିତକ ମାନେ ହରିଟା, ବୁଝିଲି, ବୁଝିପାରିଲୁ? ବୁଝିଲି। ତ ଅନୁଲୋମନ ଗୋଟେ କର୍ମ, ସେମିତି ଆମର ଆଚାର ରସାୟନ ଅଛି, ସେଥିରେ ଦୁଗ୍ଧ ହଉ କି ଆଚାର ରସାୟନ ଜାଣିଛୁ? ଆଚାର ରସାୟନରେ ମାନେ ତୁ ତୋ ବିହେଭିୟରକୁ ଏମିତି ଚେଞ୍ଜେସ କରିବୁ ସୋ ଦ୍ୟାଟ ତ ବାହାର ଏନି କାଇଣ୍ଡ ଅଫ ଷ୍ଟ୍ରେସ୍ ତ ତତେ ଆଫେକ୍ଟ କରିବନି। ୱାଓ, ଆଚାର ରସାୟନ। ହଁ ମାନେ ତୁ କହୁଛୁ ଡିପ୍ରେସନ ପଳେଇବ ଛାଡିକି, ମାନେ ଡିପ୍ରେସନ ଆସିବ ହିଁ ନାହିଁ, ତୁ ଡିପ୍ରେସ ହବୁ ହିଁ ଡିପ୍ରେସନ ନାହିଁ। ହଁ। ତ କାଇଣ୍ଡ ଅଫ ହୁଁ ତୁ ତ ପର୍ସନାଲିଟି ଆଚାର କୁ ଚେଞ୍ଜ ରସାୟନ। କରୁଛୁ, ବୁଝିଲି। ମାନେ ଯଦି ଆମେ Yes. ଯେମିତି ଏବେ ଯୋଉ ଥେରାପି ଲୋକମାନେ ନଉଛନ୍ତି, ଯେମିତି କି ଆମର ସାଇକୋଲୋଜିଷ୍ଟ ପାଖକୁ ଯାଇକି, କି ଆମର ବହୁତ ଗୁଡେ ପିଲ୍ସ ନିଅନ୍ତି ମାନେ ଡିପ୍ରେସାଣ୍ଟ ପିଲ୍ସ ନିଅନ୍ତି, ମୋ ସାଙ୍ଗମାନେ ବି କେତେ ଜଣ ନେଇଛନ୍ତି ମୁଁ ଜାଣିଛି। ତ ସେଇଟା ତୁ କହୁଛୁ, ସେଇଟାର ରୁଟ କଜ୍ କୁ ପୁରା ତମେ ଏଲିମିନେଟ କରିଦବ, ଯେ ତମକୁ ଡିପ୍ରେସନ ନବାକୁ ହିଁ ପଡିବନି। ବାଃ। ଗୋଟେ ଟ୍ରିଟମେଣ୍ଟ ଅଛି ସତ ବଜ ଚିକିତ୍ସା। ଆଚ୍ଛା। ତ ସତ ବଜ ଚିକିତ୍ସାରେ ଆମେ ସତ୍ଵ ମାନେ କି ୱିଷ୍ଟମ୍, ଆଚ୍ଛା। ବୁଝିପାରିଲୁ? ଯଦି ଆମେ ସତ୍ୟବଜ ଚିକିତ୍ସାକୁ ଫଲୋ କରିବା, ୟୋଗା ପ୍ରାଣାୟାମ ସତ୍ୟବଜରେ ଯୋଉ ଯୋଗ ପ୍ରାଣାୟାମ ଅଛି ତାକୁ ଆମେ ଫଲୋ କରିବା, ଦେନ୍ ଆମର ଏନି କାଇଣ୍ଡ ଅଫ
ମାନେ anxiety ହଉ କି sleeping disorder ହଉ ସେଥିରୁ ଆମେ ଭଲ ବହୁତ ବଢିଆ ଲାଭ। ପଇସା ମାନେ ଏଇ ଜିନିଷ ଗୁଡାକ ମାନେ ଲୋକ ଜାଣୁନାହାନ୍ତି କଣ ପାଇଁ? ଦେଖ ଗୋଟେ ଜିନିଷ ହେଲା ଡେ ବାଇ ଡେ ଲୋକମାନେ ବହୁତ ମଡର୍ଣ୍ଣାଇଜ ହେଇଯାଉଛନ୍ତି ଆଉ ହଁ, ସେଥିପାଇଁ କି ବହୁତ ପ୍ରୋବ୍ଲେମ ହଉଛି। ଆଉ ମଡର୍ଣ୍ଣ ହେବା ସହିତ ସେମାନେ ତାଙ୍କର ରୁଟ କୁ ଭୁଲି ଯାଉଛନ୍ତି। ସେଟା ହିଁ ଗୋଟେ ବହୁତ ବଡ ଆଚ୍ଛା। ଏବେ ଆକ୍ଚୁଆଲି ଏବେ ମାନେ କଣ କହିଲୁ, ତୁ ଏବେ ମତେ କହ, ଏବେ ଟିକେ ଆୟୁର୍ବେଦିକକୁ ଟିକେ ଆମେ ବାହାରକୁ ଆସିବା। ତୁ ମତେ କହ, ତୁ ତୁ ଯୋଉ ଯେମିତି ପଢୁଛୁ ଏବେ ଗୋଟେ ଭଲ ଆୟୁର୍ବେଦିକ କଲେଜରେ ପଢୁଛୁ, ତୋ ସେ ମାନେ ତୋ ଲେଭେଲକୁ ଆସିବା ପାଇଁ ଗୋଟେ ପିଲାକୁ କଣ କରିବାକୁ ପଡିବ? ବହୁତ ଜଣ ବି ଅଛନ୍ତି ତାଙ୍କୁ ଜଣା ବି ନାହିଁ କେମିତି କେମିତି ମାନେ ଆସିବ ସେଇଠି କଲେଜକୁ, ତାର ଏଣ୍ଟ୍ରାନ୍ସ କହ ମାନେ କେମିତି? ହଁ ଦେଖ ଫାଷ୍ଟଲି ସତ କହିବାକୁ ଗଲେ ତ ଦେଖ ଯୋଉମାନେ ବି ନିଟ୍ ପ୍ରିପାରେସନ କରନ୍ତି ସେମାନଙ୍କର ଫାଷ୍ଟ ଲକ୍ଷ୍ୟ ହେଲା ଏମବିବିଏସ୍। ସେମାନେ ଭାବିକି ରଖିଥିବେ ଯେ ମୁଁ ନିଟ୍ ପ୍ରିପାରେସନ କରୁଛି ଗୋଟେ ଭଲ ଏମବିବିଏସ୍ କଲେଜ ମାନେ ଗଭର୍ଣମେଣ୍ଟ କଲେଜରେ ଏମବିବିଏସ୍ କରିବି। ଆଚ୍ଛା। ତ ମୁଁ 3ଟା ଡ୍ରପ୍ ନେଇଛି। 3ଟା ଡ୍ରପ୍ ନେଲା ପରେ ମୋର ଇଚ୍ଛା ହେଲାନି। ମାନେ ଦେଖ ଗୋଟେ ଗୋଟେ ଡିଅର ଜିନ୍ଦଗିରେ ଗୋଟେ ଡାୟଲଗ ଅଛି ଯେ ଯଦି ଆମେ ସେମ୍ ସକ୍ସେସ କୁ ପାଇବା ପାଇଁ କି ଆମେ ଏତେ ନିଜକୁ କାହିଁକି ନିଜ ଉପରେ କାହିଁକି ଏତେ ହାର୍ଡ ହବା, ଯେ ନିଜକୁ କାହିଁକି ଏତେ ପନିଶ କରିକି ଆମେ ଏତେ କରିବା। ତ ଯଦି ଆମେ ସେଇ ୱେରେ ଆମେ ଯଦି ଦେଖ ଗୋଟେ ଡକ୍ଟରର କାମ ମାନେ ମେନ୍ ମୋଟିଭ କଣ, ଯେ ତା ପାଇଁ କି ତା ପେସେଣ୍ଟ ଭଲ ହବା ଦରକାର। ମୋ ପାଇଁ ମୋ ପେସେଣ୍ଟ ଭଲ ହବା ଦରକାର, ମୋ ପାଇଁ ମୋ ପ୍ୟାଥି ମ୍ୟାଟର କରେନି। ଯେ ସେଥିରେ ଆୟୁର୍ବେଦ ହଉ କି ହୋମିଓପାଥି ହଉ କି ୟୁନାନୀ ହଉ କି ସିଦ୍ଧ ହଉ କି ଆଲୋପାଥି ହଉ। ଆଚ୍ଛା, ଏଠି ବି ଗୋଟେ ପାଥୀ ବି ଅଛି ମାନେ ୟୁନାନୀ ଆଉ ସିଦ୍ଧ, ମୁଁ ଜାଣି ଶୁଣି ଆଜି ଫାଷ୍ଟ ଟାଇମ ଶୁଣୁଛି। ଆଚ୍ଛା। ୟୋଗା ନେଚର ବହୁତ ସାରା ପ୍ୟାକେଜ ଆମ ଇଣ୍ଡିଆରେ ଆମ ଆୟୁଷରେ ମୁଁ କହୁଛି ସେଥିରେ ଆୟୁର୍ବେଦ ଅଛି, ୟୋଗା ଅଛି, ଦେନ୍ ସିଦ୍ଧ ଶରୀଫ ଅଛି, ୟୁନାନୀ ଅଛି ଆଣ୍ଡ ହୋମିଓପାଥି। ଏଇ 5ଟାକୁ ନେଇକି ଆମ ଆୟୁଷର ମିନିଷ୍ଟ୍ରି ଇଣ୍ଡିଆରେ ଅଛି। ଆଚ୍ଛା। ହଁ ମାନେ ଦେନ୍ ମୁଁ 3ଟା ଡ୍ରପ୍ ନେଇଥିଲି। ଦେନ୍ ତାପରେ ଦେଖିଲି ଯେମିତି ହଉନି ଏତେ ସାରା ଇଏ ହଉଛି, ଦେନ୍ ମୁଁ ଭାବିଲି କି ଏଇଟା ନହେଲେ ନାହିଁ, ଏମବିବିଏସ୍ ନହେଲେ ନାହିଁ, ମୁଁ ଆୟୁର୍ବେଦ କରିଦେବି ଆଉ। ଦେନ୍ ମୁଁ ଏଠିକି ଆସିଥିଲି, ଜଏନ୍ କରିଥିଲି। ବାକି ମୁଁ ଷ୍ଟାର୍ଟିଂରେ ଭାବିଥିଲି ଯେ ହଁ ସମସ୍ତେ ମୋ ସାଙ୍ଗମାନେ ମାନେ ଏମବିବିଏସ୍ ରେ, ମୁଁ ଆୟୁର୍ବେଦ କଲି ସେମିତି ମାନେ ଇଏ କରିପାରିବିନି, ସେମିତି କିଛି ସାଟିସ୍ଫାକ୍ସନ ମିଳିବନି, ସେମିତି କିଛି ମିଳିବନି। ବାକି ଏଠିକି ଆସି ଯେତେବେଳେ ପଢିଲି ଆୟୁର୍ବେଦକୁ ଜାଣିଲି, ଦେନ୍ ମୁଁ ଜାଣିଲି ଯେ ଦେଖ ଅନ୍ୟମାନଙ୍କ ଅପେକ୍ଷା ହୁଏ ବି ମେ ବି ମୁଁ ବହୁତ ପଇସା କମାଇ ନପାରେ, ବାକି ମୁଁ ଗୋଟେ ଲାଇଫ ବଞ୍ଚିବି 30-40 ଇୟର ଫୁଲ ସାଟିସ୍ଫାକ୍ସନ, ବୁଝିପାରିଲୁ। ବାକି ଦେଖ ଯେତେବେଳେ ଡକ୍ଟର ପାଖରେ ଆସି ଗୋଟେ ପେସେଣ୍ଟ ଠିକ ହେଇଯିବ ନା, ତ ସେଇଟା ଯୋଉ ସାଟିସ୍ଫାକ୍ସନ ଦବ ନା, ଆଉ କିଛି ଦବନି। ପଇସା ତ ଆପେ ଆପେ ହିଁ ଆସିବ ନା। ଆଉ ପଇସାରେ ଏମିତି କିଛି କଣ ଡିପାର୍ଟମେଣ୍ଟ ଅଛି, ମାନେ ଏମିତି ଅଛି ଡିପାର୍ଟମେଣ୍ଟ ବହୁତ ସାରା ଅଛି କି ଏତେ ସାରା ପଇସା ନେଇକି କଣ କରିବୁ। ବୁଝିଲି ବୁଝିଲି ମାନେ ତମ ପ୍ରଫେସନ ଲାଇକ ତମ ସାଟିସ୍ଫାକ୍ସନ ଉପରେ ଡିପେଣ୍ଡ କରୁଛି। ତମେ ଯଦି ଗୋଟେ ହଁ ପେସେଣ୍ଟ କୁ ଭଲ କରିଦଉଛ, ସେଇଟା ତମଠୁ ପଇସା ଟିକେ ଅଧିକ ତମକୁ ମାନେ ସାଟିସ୍ଫାଇ ଦବ ଯୋଉଟା, ବୁଝିଲୁ। ସାଟିସ୍ଫାଏ ଦବ। ହଁ ମୁଁ ଯେତିକି ଡକ୍ଟରଙ୍କ ସହିତ ମାନେ ମୋର ଏମିତି କେଇ ଜଣ ଡକ୍ଟର ଅଛନ୍ତି, ସେ ନେକ୍ସଟ ପଡକାଷ୍ଟ ଆସିବାର ଅଛି, ଜଣେ ଡକ୍ଟର ଅଛନ୍ତି। ତ ସିଏ ତାଙ୍କ ସହିତ ମୁଁ ଯେତେ ସମୟ କଥା ହେଇଛି, ତାଙ୍କର ମୁଁ ଏବେ କେବେ ବି ଦେଖିନି ଯେ ତାଙ୍କର ଗୋଲ ଯେମିତି ହବ ମୁଁ ଏତେ ପଇସା ଇନକମ କରିବି, ଏତେ ପେସେଣ୍ଟ କୁ ମାନେ ଟ୍ରିଟ କରିଦେବି, ସେଇଟା ନୁହଁ। ତାଙ୍କର ଗୋଲ ହେଲା ଜଣ ଭାଇ ଏଇ ପେସେଣ୍ଟ ଆସିଛି ନା, ଆକୁ ମୁଁ ପୁରା ଭଲ କରିକି ହିଁ ଛାଡିବି, ବୁଝୁଛୁ ନା। ହଁ ସେଇଟା ଗୋଟେ ଡକ୍ଟର ମୋଟ ହବା ଦରକାର। ସେଇଟା ଗୋଟେ ଡକ୍ଟର ମୁଣ୍ଡ ହବା ଦରକାର କି ନାଇଁ ମୋ ପାଖକୁ ପେସେଣ୍ଟ ଆସୁଛି, ଯଦି ମୋ ଦ୍ଵାରା ହେଇପାରିବ, ମୁଁ ତ କହୁଥିଲି ନା ସାଧ୍ୟ ଅସାଧ୍ୟ ରୋଗ, ହଁ ଯଦି ମୋ ଦ୍ଵାରା ସେ ଡିଜିଜ ଟା ଟ୍ରିଟେବଲ, ଦେନ୍ ମୁଁ ତାକୁ ଟ୍ରିଟ କରିବି, ଭଲ କରିବି। ଯଦି ନ ଟ୍ରିଟ ହଉଛି, ତାକୁ ମିଛ ଆଶ୍ୱାସନା ଦେବିନି କେବେ ଯେ ନାଇଁ ମୁଁ ତୋର ଭଲ କରିଦେବି, ଆଚ୍ଛା ସେମିତି ନୁହଁ। ଆଚ୍ଛା, ତାମାନେ ସେଇଟା ନର୍ମାଲ ନିଟ୍ ଦେଇକି ତମେ ବିଏମଏସ୍ କରିପାରିବ। ଦେଖ
ଇଣ୍ଡିଆରେ ବାକି ପୂର୍ବରୁ ଥିଲା ଯେ ବହୁତ ସାରା ଏକ୍ଜାମ ଦେବାକୁ ପଡୁଥିଲା, ବାକି ହଁ ଇଣ୍ଡିଆରେ ଏବେ ଯେତେ ସାରା ମେଡିକାଲ କୋର୍ସେସ ଅଛି ଲାଇକ ବିଏସସି ନର୍ସିଂ ହଉ ତାର ଆରମ୍ଭ କରି ବିଏଚଏମଏସ୍, ତାପରେ ବିଏମଏସ୍, ଏମବିବିଏସ୍, ତାପରେ ଭେଟନାରୀ ସାଇନ୍ସ, ସମସ୍ତଙ୍କର ନିଟ୍ ଥ୍ରୁରୁ ହିଁ ସିଲେକ୍ସନ ଅଛି। ଆଚ୍ଛା So that ଗୋଟେ ଭଲ ଭଲ ମାନେ ହେଲା ଯୋଉଟା କି ପିଲାମାନେ ବହୁତ ସାରା ଏକ୍ଜାମ ଦେବାକୁ ପଡୁଥିଲା, ଏଇଟା ଦେବି ସେଟା ଦେବି ସେଟା ଦେବି, ଗୋଟେ ଏକ୍ଜାମ ରୁ ସିଲେକ୍ସନ ହେଇପାରିବ। So, ଆଚ୍ଛା ତୁ ଏମିତି କିଛି କଲେଜ ନାଁ କହିପାରିବୁ ଯେମିତି କି ଯୋଉ ଆମର ମୋ ଜାଣିବାରେ ଆୟୁର୍ବେଦିକ ରେ ସବୁଠୁ ଫେମସ ଷ୍ଟେଟ ହେଲା କେରଲା, ମାନେ ହୁଁ। ତାଙ୍କର ବହୁତ ଲୋକ ସେଠିକି ଯାଆନ୍ତି। ତ ଏମିତି କିଛି ଭଲ ଭଲ ଦେଖ କଲେଜ ନା ମତେ କହୁନୁ, ଯେମିତି କି ଆମ ଓଡିଶା ଭିତରେ ଇଣ୍ଡିଆ ଭିତରେ ବି, ଆଉ ଫରେନ ରେ ବି ଅଛି କି ନାହିଁ, ଦେଖ ଯଦି ଫରେନ ଲେଭେଲ ରେ ଅଛି ତାହେଲେ ମତେ ସେଇଟା ବି କହିଦେ, କାରଣ ଆମେ ଆୟୁର୍ବେଦିକ ଟା ଇଣ୍ଡିଆ ଭିତରେ ଅଛି ନା ଫରେନ କୁ ବି ଏକ୍ସପାଣ୍ଡ କରିସାରିଲାଣି। ଫରେନ କୁ ତ ଏକ୍ସପାଣ୍ଡ ହେଇଛି, ବାକି ଫରେନ ର ବହୁତ ସାରା ଲୋକ ଆସି ଟ୍ରିଟ୍ ହଉଛନ୍ତି ମାନେ ଇଣ୍ଡିଆରେ। ବାକି ଫରେନ ରେ କଲେଜ ବଗେରା ଅଛି କି ନାହିଁ ମୁଁ ଜାଣିନି, ବାକି ଆଚ୍ଛା ଇଣ୍ଡିଆରେ ବହୁତ ବଢିଆ ବଢିଆ କଲେଜ ଅଛି। ଯେମିତି କି ଆମର ଦିଲ୍ଲୀରେ ଅଛି ଟିବିଆଇ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦା, ମାନେ ୟୁନାନି ଆଉ ଆୟୁର୍ବେଦ ଗୋଟେ ଇନଷ୍ଟିଚ୍ୟୁଟ ଅଛି। ଦେନ୍ ଆଚ୍ଛା ଦିଲ୍ଲୀରେ ଅଛି ଆୟା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦା। ଦେନ୍ ଆମର ଅଛି ରାଜସ୍ଥାନ ଜୟପୁରରେ ଅଛି ଏନଆଇଏ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦା। ଦେନ୍ ଆମର ଜାମନଗରରେ ଅଛି ଜାମନଗରରେ ଆୟୁର୍ବେଦର ଗୋଟେ ବଢିଆ ଇନଷ୍ଟିଚ୍ୟୁଟ ଯୋଉଟା କି WHO ର ସେଣ୍ଟର। ଆଉ ଏମିତି କେରଲାରେ ବହୁତ ସାରା ବି, କେରଲାରେ ଏଥିପାଇଁ କି ସେଠିକାର ଆୟୁର୍ବେଦ ବେଶୀ ଫେମସ କଣ ପାଇଁ, ସେଠିକାର ର ମେଟେରିଆଲ ଇଜିଲି ମିଳିଯାଉଛି, ଅଥେଣ୍ଟିକ ସେଠି ସବୁ। ଆଚ୍ଛା ସେଠି ଯାହାବି ପ୍ଲାଣ୍ଟସ ସେଠିକାର ଅଥେଣ୍ଟିକ, ସେ ବହୁତ ଜଲ୍ଦି ମାନେ ଇଜିଲି ଆଭେଲେବଲ, ସେଥିପାଇଁ କି ସେମାନେ ବହୁତ ଇଏ କରିପାରୁଛନ୍ତି। ବୁଝିଲି ଆଉ ଗୋଟେ ବୁଝିଲି। କଥା ହେଲା ଆୟୁର୍ବେଦରେ ନା ମାନେ କେବଳ ପ୍ଲାଣ୍ଟସ ନୁହଁ, କେବଳ ପ୍ଲାଣ୍ଟସ କୁ ହିଁ ଆମେ ମାନେ ମେଡିସିନ ହିସାବରେ ୟୁଜ କରୁନୁ। ଆମର ମେଟାଲ ମିନେରାଲ୍ସ ଫଲ୍ସ ଦେନ୍ ମୁକ୍ତା ଶାମୁକା ଏସବୁ ବି ଆମେ ମାନେ ବାବରେ ମେଡିସିନ ହିସାବରେ। ଆଉ ଜାଣିଛୁ ହଁ ମେଟାଲ ମିନେରାଲ୍ସ ର ଏଫିକାସି ପ୍ଲାଣ୍ଟସ ମେଡିସିନ ପାଖରୁ ଆହୁରି ଅଧିକ। ଯେମିତି ଆଚ୍ଛା ଆମର ପାରଦ ହେଲା, ମାଙ୍ଗାନିଜ ହେଲା, ଆଇରନ୍ ହେଲା, ଦେନ୍ ଲେଡ୍ ହେଲା, ଦେନ୍ କପର ହେଲା, ଏ ସବୁର ବି ଆମର ମେଡିସିନ ଅଛି। ଭାଇ ବହୁତ ନୂଆ ନୂଆ କନସେପ୍ଟ, ମୁଁ କେବେ ଶୁଣୁନଥିଲି ଜିନିଷ ଗୁଡାକ, ଆଜି ଫାଷ୍ଟ ଟାଇମ ମାନେ ଜାଣୁଛି ଏମିତି ବି କିଛି ଜିନିଷ ଅଛି ହେଲା। ହୁଁ। ଆଚ୍ଛା ହଁ ଏବେ ଆମ କୋଶ୍ଚିନ୍ ଉପରେ ଆସିବା ଯେ ନିଟ୍ ଦେଲୁ, ନିଟ୍ ଦେଲା ପରେ ତତେ ମାନେ ଏମବିବିଏସ୍ ର କଟଅଫ୍ କେତିକି ଯାଏ, ଆଉ ଏମବିଏମଏସ୍ ର କେତିକି ଯାଏ କଟଅଫ୍, କେମିତି ମାନେ କେତେ ଡିଫରେନ୍ସ ଥାଏ, ମାନେ କଟଅଫ୍ ତ ସବୁ ବର୍ଷ ଦେଖ ଚେଞ୍ଜ ହଉଛି, ମାନେ ଡିଫରେନ୍ସ ଟା କହିଦେ। ଏମବିବିଏସ୍ ର ପାଖାପାଖି ମୁଁ ଯେତେବେଳେ ଆସିଥିଲି ସେତେବେଳେ 590 ଯାଇଥିଲା। ଆଚ୍ଛା ତ ଆଉ ବିଏମଏସ୍ ର ସେତେବେଳେ ଆମ ବ୍ୟାଚ୍ ର ଲାଷ୍ଟ କଟଅଫ୍ ଯାଇଥିଲା କେତେ କହିଲୁ, ଆରାଉଣ୍ଡ 500 ସମଥିଙ୍ଗ, ନା 520 ବୁଝିଲି ମାନେ ବୁଝିଲି। ଜେନେରାଲ କଟଅଫ୍ କହୁଛି, ବାକି ଏସି ଏସ୍ ତ କମ ହେଇଯିବନି। ଏସି ଏସଟି ଓବିସି ସିଏ ମାନେ ଆଉ ସେଟା କମ ଛାଡିବା। ହେଇଯିବନି। ହଁ ଜେନେରାଲ କୋଟାକୁ ସେଟା ଜଣେ ଲୋକ ଜାଣିଦବ ଯେ ଏତିକି ଏତିକି ଡିଫରେନ୍ସ ରହୁଛି, ଏତିକି ରହୁଛି। ହୁଁ। ହୁଁ ହୁଁ ମାନେ ଏବେ ତ ତୁ ଯେତିକି ଫାଷ୍ଟ ମତେ କହିଲୁ ଯେ ତ କରେଣ୍ଟ ଏକ୍ସପିରିଏନ୍ସରେ ତୁ ବର୍ତ୍ତମାନ ତାହେଲେ ବହୁତ ସାଟିସ୍ଫାଇ ଅଛୁ ତୋ କୋର୍ସକୁ ନେଇକି, ତୁ ମାନେ ବହୁତ ସାଟିସ୍ଫାଏ। ଆଚ୍ଛା ସେଇଟା ମ୍ୟାଟର ଭାଇ। ଆଚ୍ଛା ତ ତ ମତେ ଏବେ କହ ତୁ ଗୋଟେ ଲାଇନ କହିଲୁ ଯେ ଆୟୁର୍ବେଦିକ ର ଆଉ ଯୋଉମାନେ ଏଲୋପାଥି ଡକ୍ଟର ତାଙ୍କର ଫ୍ୟୁଚରରେ ଫାଇନାନ୍ସ ସେମାନେ ଅଧିକ ଇନକମ କରିବେ, ତମେ ଟିକେ କମ ଇନକମ କରିବ, ତୁ ନିଜେ କହିଲୁ ସେଇଟା ଆକ୍ଚୁଆଲି କଣ ପାଇଁ, ମାନେ ତୁ ମତେ ରିଜନ ଦେଇପାରିବୁ? ଦେଖ ମେନଲି ମେନଲି ସତ କଥା କହିବାକୁ ଗଲେ ଗୋଟେ ଜିନିଷଟା ଇମର୍ଜେନ୍ସି ଟ୍ରିଟମେଣ୍ଟ ଟା ଅଛି, ହଁ ମାନିବାକୁ ପଡିବ। ଇମର୍ଜେନ୍ସି ଟ୍ରିଟମେଣ୍ଟ ପାଇଁ କି ଆଲୋପାଥି ଇଜ ଦ ବେଷ୍ଟ। ଏମର୍ଜେନ୍ସି ହେଲା ଟ୍ରିଟମେଣ୍ଟ ମାନେ ଟିକେ ଏକ୍ସାମ୍ପଲ ଦେଇ କହ। ଲାଇକ ଗୋଟେ ଲୋକର ଆକ୍ସିଡେଣ୍ଟ ହେଇଯାଇଛି, ହଁ କି ଗୋଟେ ଲୋକର ଅ, ନିହାତି ସର୍ଜରୀ ଦରକାର, କି ଆଚ୍ଛା ଲାଇକ ବୁଝିପାରିଲ ସେ ଜାଗାରେ ଆଲୋପାଥି ବହୁତ ବଢିଆ କାମ କରେ। ଆଉ ଯୋଉ ଜାଗାରେ କ୍ରନିକ ଡିଜିଜ ହେଇଗଲା, ବୁଝିପାରିଲୁ ହଁ ଲାଇକ ଯୋଉ ମୁଁ କହୁଥିଲି ନର୍ଭ ଇଏ ହେଲା, କି ପାଣ୍ଡୁ ମାନେ ଆନିମିଆ ହେଇଗଲା,
କି କାମଳା ହେଇଗଲା କି ବହୁତ ସାରା ମାନେ ବହୁତ ସାରା ଡିଜିଜ କାଶ ଶ୍ୱାସ ହିକା ଏସବୁ ତୁ ଆଲୋପାଥି ମେଡିସିନ ଖାଇବୁ ସେମାନେ ମାନେ ମେଡିସିନ ଯେପର୍ଯ୍ୟନ୍ତ ଚାଲୁଥିବ ଠିକ ଅଛି ଯେପର୍ଯ୍ୟନ୍ତ ତୁ କଣ ବଦଲେ କ୍ରନିକ ଡିଜିଜ ଗୁଡା ରହିଲା ସେଇଟା ଆମ ଆୟୁର୍ବେଦରେ ବହୁତ ଗୁଡା treatment ହବ। ଆଉ ଦେଖେ ତତେ ବହୁତ ପ୍ରକାର ପେସେଣ୍ଟ ମିଳିବେ ଆଚ୍ଛା ବୁଝିପାରିଲୁ ତତେ ଖାଲି ଯେ ମାନେ ଓଡିଶାରେ ବହୁତ ପ୍ରକାର ରୋଗୀ ଅଛନ୍ତି ତ ତତେ ଡିପେଣ୍ଡ କରୁଛି ତୁ କୋଉ ଆପରେ ଫୋକସ କରୁଛୁ ତୁ ତୁ ଯଦି କହିବୁ ନାଇଁ ମୁଁ ସେମାନେ ଇମର୍ଜେନ୍ସି କରିପାରୁଛନ୍ତି ସେମିତି ମୁଁ କରିପାରୁନି ତୋ ପାଖରେ ତ ବହୁତ ସାରା କ୍ରନିକ ଡିଜିଜ ଅଛି ନା ହଁ ଟ୍ରିଟ୍ କର। ବୁଝିଲି ବୁଝିଲି ଯୋଉ ଜିନିଷଟା ଯୋଉଥିପାଇଁ ଯୋଉଟା ଏମିତି ନାହିଁ ଆମକୁ କାହା ସହିତ କମ୍ପିଟିସନ କରିବାର ଅଛି ମେନଲି ହେଲା ଜିନିଷ ହେଲା ୟେସ୍ ତମକୁ ରୋଗୀ ଭଲ କରିବାର ଅଛି ବାସ୍ ମାନେ ସେ ଏଲୋପାଥିରେ ଯଦି ତମେ ଇମିଡିଏଟ ଜିନିଷ ହେଇପାରୁଛି ଏଲୋପାଥିରେ ସରି ଆୟୁର୍ବେଦିକରେ ଆମର କ୍ରୋନିକ ଡିଜିଜ ହେଇଗଲା କି ଯୋଉ ଡିଜିଜ ଗୁଡାକୁ ପୁରା ଲାଇଫ ଟାଇମ ଯେମିତି ଆମର ପୁରା ରହୁଛି ଯୋଉଟା ଏଲୋପାଥି ପାଖରେ କିଛି ଅପସନ ହିଁ ନାହିଁ ସେମାନେ ତାଙ୍କ ପାଖରେ କିଛି ଅପସନ ନାହିଁ ସେଇଟା ଆୟୁର୍ବେଦିକ ଭଲ କରୁଛୁ ହଁ ଦେଖ ମୁଁ ତତେ ଗୋଟେ କହୁଛି ମଧୁମେହର ଚିକିତ୍ସା ବହୁତ ବଢିଆ ହଉଛି ହେଲା ଡାଇବେଟିସ୍ ମଧୁମେହର ହଁ ଡାଇବେଟିସ୍ ମଧୁମେହ ତ ତ ସେମାନେ ତତେ ଇନସୁଲିନ କହିବେ ମୁଁ ଖାଲି ପଞ୍ଚନିମ୍ବ ଚୂର୍ଣ୍ଣରେ ହିଁ ବହୁତ ଲୋକ ଠିକ ହବ ସତରେ ମାନେ ମାନେ ହଁ ପଞ୍ଚନିମ୍ବ ଚୂର୍ଣ୍ଣରେ ତାର ସୁଗାର ଟା ବହୁତ ବାଲାନ୍ସ ହବ ଆକ୍ଚୁଆଲି ମୋ ଘରେ ବି ଜଣେ ବୁଝିପାରିଲୁ? ମୋ ଘରେ ବି ଜଣେ ଡାଇବେଟିକ ପେସେଣ୍ଟ ଅଛନ୍ତି ନା ମୁଁ ସେଇଥିପାଇଁ ତତେ ପଚାରୁଛି ତ ପଞ୍ଚନିମ୍ବ ଚୂର୍ଣ୍ଣକୁ ସକାଳେ ଖାଲି ପେଟରେ ଖାଇଲେ ଆଉ ମାନେ ଟିକେ ଲିଭର ମଟ ସହିତ ସୁଗାର କେତେ ହବନି ଏମିତି ହଉଛି ବୁଝିଗଲି ମାନେ ଆଚ୍ଛା ମୁଁ ଏବେ ବାକି ଡିଫରେନ୍ସ ଦେଖ ହଁ କହ ତ ତାଙ୍କର ବିଏସ୍ କେତେ ହଉଛି ବିଏସ୍ କେତେ ହଉଛି ତ ସେଇଟା ଆମେ ଦେଖିକି ଇଣ୍ଡିକେସନ ନବୁ ଆଚ୍ଛା ହଁ ଆକ୍ଚୁଆଲି ଆମେ ଆମ ମାନେ କୋଶ୍ଚିନ୍ ପଳେଇଲେ ଯେ ମାନେ ତୁ କହୁଛୁ ଯୋଉ ଫ୍ୟୁଚର ସ୍କୋପ ଲାଇକ ଜଣେ ପଇସା ଗୋଟେ ମାନେ ଗୋଟେ ଏମବିବିଏସ ପଢିଥିବା ପିଲା ଅଧିକ ଇନକମ କରୁଛି ତୋ ହିସାବରେ ଆଉ ଜଣେ ଆୟୁର୍ବେଦିକ ବାଲା ଟିକେ ତାଠୁ ସ୍ଲାଇଟ କମ ଆସୁଛି କାହିଁକି ସେଇଟା ତତେ କାହିଁ ଲାଗୁଛି because number of patient because number of patient more ଆରେ ତୁ କହୁଛୁ ତୁ ଯଦି ଭୁବନେଶ୍ୱର ଗୋଟେ ଠିକ ଲୋକେସନ ଗୋଟେ ଭଲ ଲୋକେସନ କି କଟକର ଭଲ ଲୋକେସନ ତୁ ଯଦି ଗୋଟେ କ୍ଲିନିକ ଖୋଲିବୁ ତ ଗୋଟେ ଆଭରେଜ ଏମବିବିଏସ ପଢିଥିବା ଡକ୍ଟର ପାଖକୁ ପେସେଣ୍ଟ ଅଧିକ ଯିବେ ଦାନେ ଗୋଟେ ବହୁତ ଭଲ ଆୟୁର୍ବେଦିକ ଡକ୍ଟରଙ୍କୁ ସେ ପାଖକୁ ମାନେ ଅଳ୍ପ ପେସେଣ୍ଟ ଆସିବେ ତୋ ହିସାବରେ ସେଇଟା ଆରେ ସେମିତି କିଛି ଗୋଟେ କଥା ହେଲା ସେମିତି କିଛି ଇଏ ହିଁ ନାହିଁ ମାନେ ଯୋଉଟା କି କ୍ଲିନିକ ବଗେରା ବହୁତ କମ ଅଛି ଦେଖୁଛୁ ଦେଖିଛୁ କେତେ କଟକ ଭୁବନେଶ୍ୱର ତୁ ତ ବହୁତ ସମୟ ରହିଥିବୁ ବହୁତ କମ ଦେଖିଛୁ କି କିଛି ନା ତ ସ୍ପେସିଆଲ ଲୋକେସନ କିଛି ଗୁଡାକ ଅଛି ଯେ ନାଇଁ ହଁ ଆୟୁର୍ବେଦର କ୍ଲିନିକ ସେମିତି ଦେଖ ଆମର ଜଣେ ପଞ୍ଚକର୍ମର ଯେ ପ୍ରଫେସନାଲ ଏଚଓଡି ଅଛନ୍ତି ତାଙ୍କର ମନ୍ଥଲି ନିହାତି 8-9 ଲାଖ ହେଇଯାଉଛି ବହୁତ ବଢିଆ ତ 8-9 ଲାଖ ଇନ ଓଡିଶା ଇଜ ବେଷ୍ଟ ହଁ ତ ଗୋଟେ ଜିନିଷ ହେଲା ବହୁତ କମ ଲୋକ ଅଛନ୍ତି ଯୋଉଟା କି ଏମିତି କରୁଛନ୍ତି ସେଥିପାଇଁ କହିଲି ଯେ ଆଗକୁ ଯୋଉ ଆମ ମାନେ ନ୍ୟୁ ଜେନେରେସନ ର ଯୋଉ ବାହାରିବେ ଫିଜିସିଆନ ମାନେ ସେମାନେ ଗୋଟେ ନ୍ୟୁ ଏରା କ୍ରିଏଟ କରିବେ ହଁ ଏବେ ମାନେ ବହୁତ ଆୱାରନେସ ଆସିଗଲାଣି ଖାସ କରି ସୋସିଆଲ ମିଡିଆ ଆଉ ମାନେ ୟୁଟ୍ୟୁବ ପାଇଁ ୟୁଟ୍ୟୁବର ଦେଖିବୁ ତୁ ଯୋଉମାନେ ଆମର ଫିଟୁବର ହେଇଗଲା କି ଆୟୁର୍ବେଦିକ ମାନେ ସ୍ପେସିଆଲି ଆୟୁର୍ବେଦିକ ଉପରେ ଫୋକସ କରୁଛନ୍ତି ତାଙ୍କର ସବସ୍କ୍ରାଇବର ଲାଇକ 50-60 ଲାଖ ତାଙ୍କୁ ମାନେ ବହୁତ ଲୋକ ତାଙ୍କୁ ଦେଖୁଛନ୍ତି କାରଣ ଛୋଟ ଛୋଟ ଜିନିଷ ତୁ ଏତେ ଜିନିଷ କହିଲୁ ହେଲା ମାନେ ସେମାନେ ଆୟୁର୍ବେଦିକ ପ୍ରଫେସନାଲ ନୁହନ୍ତି ସେମାନେ ନର୍ମାଲ ଜବ କରୁଛନ୍ତି କିନ୍ତୁ ସେମାନେ ଜଷ୍ଟ ଆୟୁର୍ବେଦିକ ପଢୁଛନ୍ତି ଆଉ ସେ ଲୋକଙ୍କୁ ସେୟାର କରୁଛନ୍ତି ଯେ ନର୍ମାଲ ଜିନିଷ ତ ସେ ଗୋଟେ ଜିନିଷ ହେଲା ମାନେ ସେଥିପାଇଁ କହିଲି ନା ଯୋଉମାନେ ପ୍ରପର ଆୟୁର୍ବେଦ ଡକ୍ଟର ତୁ କେତେ ଜଣ ମାନେ ମୁଁ ତ ବହୁତ କମ ଦେଖିଛି ଯୋଉମାନେ ପ୍ରପର ଆୟୁର୍ବେଦ ଡକ୍ଟର ଆଉ ସେମାନେ ଏଇ ସୋସିଆଲ ମିଡିଆରେ ତାଙ୍କର ଇଏ କରୁଛନ୍ତି ବୁଝିଲି ବୁଝିପାରିଲ ବୁଝିଲି କିଏ ବି ଆୱାରନେସ ର କିଛି ବି ବହୁତ କମ ଅଛି କହିଦଉଛି ଆୟୁର୍ବେଦ ନାଁରେ ଆୟୁର୍ବେଦିକ ସେଇ ନାଁରେ ମାନେ ଆୟୁର୍ବେଦିକ ର ଆୱାରନେସ ବହୁତ କମ ଅଛି କହିବାକୁ ଗଲେ ମାନେ ଆୟୁର୍ବେଦ ମାନେ ହଁ ଦେଖ ଗୋଟେ ଜିନିଷ ହେଲା ହଁ ଏଇଟା ତ ଆମର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନ ଯେହେତୁ ତାର ସାଇଡ ଇଫେକ୍ଟ କମ ଜେନେ ତୁ ଯାହାବି ଇଣ୍ଡିକେସନ ଯାହାକୁ କହିଦବୁ ହଁ ଖାଇଦେଲେ କିଛି ହବନି ହଁ ହଁ ବୁଝିଲି ସମସ୍ତେ ଗୋଟେ ଗୋଟେ ତ ଡକ୍ଟର ଘରେ ଘରେ ସମସ୍ତେ ଏଇଟା ଖାଇଦେ ସେଇଟା ହଁ ଖାଇଦେ ହଁ
ସେଟା ଖାଇଦେଲି। ବୁଝିଲେ। ଆଚ୍ଛା ମତେ କହ ତୁ ଗୋଟେ କହୁଥିଲୁ ଯେ ଆୟୁର୍ବେଦିକ ର ଗୋଟେ ସର୍ଜରୀ ପାର୍ଟ ବି ଅଛି ତା ବିଷୟରେ ଟିକେ କହ ମାନେ କେମିତି କଣ? ହଁ ଦେଖ ସର୍ଜରୀ ପାଇଁ କି ଆମର ପ୍ରପରଲି ଶିଶୁର ସଂହିତା ପଢା ହୁଏ ଆଉ ସେଟା ଗୋଟେ ପ୍ରପର ଡିପାର୍ଟମେଣ୍ଟ ହେଲା ଶଲ୍ୟ ଡିପାର୍ଟମେଣ୍ଟ। ତ ସୁଶ୍ରୁତ ସଂହିତାରେ ଡିଫରେଣ୍ଟ ଟାଇପ୍ସ ର ସର୍ଜରୀଜ ର ମାନେ ସର୍ଜରୀଜ ର ଇକ୍ୟୁପମେଣ୍ଟସ ର ବର୍ଣ୍ଣନା ଅଛି ଆଉ ଡିଫରେଣ୍ଟ ଟାଇପ୍ସ ର ସର୍ଜରୀଜ ର ବର୍ଣ୍ଣନା ଅଛି ଆଉ ବାକି ଆମ ହସ୍ପିଟାଲ ରେ ଏବେ ଏବେ ବହୁତ ସାରା ଅଗ୍ନି କର୍ମ ହେଇଛି କି ବିଦ୍ଧ କର୍ମ ହଉ କି ପାଇଲ୍ସ ଫିସ୍ଟୁଲା ଏ ସବୁର ଅପରେସନ ହଉଛି। ଆଚ୍ଛା ମାନେ ପାଇଲ୍ସ ବି ଅପରେସନ ହଉଛି ମାନେ ହୁଁ। ଯେମିତି କି ମାନେ ଯେମିତି ନର୍ମାଲ ଯେମିତି ମାନେ ସେମିତି କଟାକୁଟି କରିକି ମାନେ ସିଜରିଆନ କହିବାରେ ସେଇ ଟାଇପ ର ସବୁ ପୁରା ଚାଲିଛି। ଆଚ୍ଛା। ଦେଖ ଯେତେବେଳେ ପାଇଲ୍ସ ର ଅପରେସନ କେମିତି ହବ ନା କ୍ଷାର ସୂତ୍ର ଗୋଟେ ସୂତା ଅଛି ହଁ ମାନେ ମାନେ କ୍ଷାର ମାନେ କଣ କ୍ଷାର ମାନେ କଣ ଯୋଉଟା କି କାଟିବାରେ ସାହାଯ୍ୟ କରିବ ହଁ ଆଉ ସେ କ୍ଷାରରେ ବୁଡା ହେଇଛି ନା ସେ ସ୍ନୁଇର କ୍ଷାର ଆଉ ଅପମାର୍ଗ କ୍ଷାର ଆଉ ହଳଦୀ ସେଥିରେ ସେ ସୂତାରେ ଲଗା ହେଇଥିବ ଦେନ୍ ସେଟା ଯୋଉ ଭ୍ୟାରିକୋସ ର ଭେନ୍ସ ଅଛି ସେଇଟା ତାର ସ୍ୱେଲିଂ ହେଇଗଲେ ସେଟା କି କହନ୍ତି ନା ଏକ୍ସଟର୍ନାଲ ମାନେ ପ୍ରେସର ଦ୍ଵାରା ସ୍ୱେଲିଂ ହେଇଗଲେ ତ ହଁ ସେ ଯୋଉ ଇଏଟା ହେଇଥିବ ଲିଙ୍ଗଟା ହେଇଥିବ ତା ଉପରେ ସେମିତି ସେ ସୂତାଟା ଗୁଡା ହବ ଆଉ ସେଇଟା ସେ ଲିଙ୍ଗଟା ହାତକୁ ରହିପାରିବ। ଆଚ୍ଛା ମାନେ ମତେ ଯେତିକି ବାକି ଲାଗୁଛି ତୁ ଯଦି ହଁ ବହୁତ ସିମ୍ପଲର ଦାନ ଏଲୋପାଥିକ ସର୍ଜରୀ। ୟେସ୍ ୟେସ୍ ସେମାନେ ତ ସ୍ପିଙ୍କଟର ମାନେ ସେଇଟା ମୁଁ ଜାଣିଛି ମୋର ନିୟର ମାନେ ମୋ ଆଖପାଖରେ କେତେ ଜଣଙ୍କର ହେଇଛି ବହୁତ ପେନଫୁଲ ଆଉ ଯାହାର ଟିକେ ମାନେ ମାନେ ଏଲୋପାଥିକ ସର୍ଜରୀ କଥା କହୁଛି ପାଇଲ୍ସ ଟିକେ ଆଗକୁ ବଢିଯାଏ ତ ମୁଁ ଜାଣିଛି ସେ ମୋ ଫ୍ୟାମିଲି ମେମ୍ବର୍ସଙ୍କର କିଛି ଜଣଙ୍କର ମାନେ ହେଇଛି ସେମିତି ଆଗରୁ ତ ସେଥିପାଇଁ ମୁଁ କହୁଛି। ତ ତ ତାଙ୍କ ପାଇଁ କି ଦେଖେ ତାଙ୍କ ପାଇଁ କି ମେନଲି ପାଇଲ୍ସ କଣ ପାଇଁ ହୁଏ କନଷ୍ଟିପେସନ ପାଇଁ ହଁ ନିବନ୍ଧ ଯୋଉଟା କି ଆମ ଆୟୁର୍ବେଦରେ କହନ୍ତି ନିବନ୍ଧ ମାନେ ନିବନ୍ଧ ମାନେ ମାନେ କନଷ୍ଟିପେସନ ତ ଯେତେବେଳେ ଆମର ବାୟୁର ଅନୁଗମନ ହୁଏନି ତ ସେଥିପାଇଁ କି ମଳ ଯୋଉଟା ଅଛି ସବୁ ସେଠୁ ମାନେ ମଳ ଲକ୍ଷ୍ୟ ହେଇକି ସେଥିରୁ ପାଣି ଯେତେବେଳେ ଏନଫ୍ ଆମାଉଣ୍ଟ ୱାଟର ପିଇବୁନି ପାଣି ପିଇବୁନି ସେତେବେଳେ ତ ବହୁତ ହାର୍ଡ ହେଇକି ତୁ ମନେକର ବହୁତ ମସଲା ଜାତୀୟ ଖାଦ୍ୟ ଖାଇଲୁ ଯେତେବେଳେ ସେ ଯୋଉ ଶୁଷ୍କ ମଳ ଯୋଉ ସେ ଗୁଦା ମାର୍ଗରେ ଯିବ ତ ସେତେବେଳେ ସେଇଟା ହିଁ ସେଠି ଗଲାବେଳେ ମାନେ ଉଣ୍ଡ କ୍ରିଏଟ କରିବ ସେଇଟା ହିଁ ସେଇଟା ଉଣ୍ଡ କ୍ରିଏଟ ହେଲା ମାନେ ବ୍ଲଡ ପଡିବ ବୁଝିଲି। ଗୋଟେ ଲୋକର ଯଦି କନଷ୍ଟିପେସନ ଠିକ ହେଇଗଲା ହଁ ଦେନ୍ ଆମର ପାଇଲ୍ସ ପାଇଲ୍ସ ଯୋଉଟା ହେଇଥିବ ସେଟା ଅପରେସନ କରିବାକୁ ପଡିବ ଯୋଉଟା କି କିନ୍ତୁ ଫିସର ବଗେରାରେ ଖାଲି କନଷ୍ଟିପେସନ ଠିକ ହେଇଗଲେ ହେଇଯିବ। ବୁଝିଗଲି ବୁଝିଗଲି। ସେଥିପାଇଁ କି ଆମେ ଲାକ୍ସିଏଟିଭ ଦଉ ଯୋଉଟା କି ଆଉ ଜି ଲାକ୍ସ ହଉ କି ଆମର ହାଇଲାକ୍ସ ହଉ ସେଟାକୁ ଆମେ ଦଉ ଲାକ୍ସିଏଟିଭ ହିସାବରେ ତ ଆମ କନଷ୍ଟିପେସନ କ୍ଲିୟର ହେଲା ତାପରେ ହଁ କହ। ଦେନ୍ ତାପରେ ଆମର ଉଣ୍ଡ ହିଲିଂ ପାଇଁ କି ଆମେ WH5 ଦଉ କି WH5 ରେ ଠିକ ହେଇଯିବ ଦି ତିନିଟା ମେଡିସିନ ରେ ଆରାମସେ ଠିକ ହେଇଯିବ। ଆଚ୍ଛା ମାନେ ଯୋଉଟା ଦେନ୍ ଫିସର ଏଲୋପାଥି ହଁ ଆଉ ପାଇଲ୍ସ ବଗେରାରେ ତ ଅପରେସନ କରିବାକୁ ପଡିବ ପାଇଲ୍ସ ଯୋଉଟା ହେଇଥିବ ସେଟାକୁ କ୍ୟାରସୂତ୍ର ସୂତାରେ ଯାହା ବି ହେଲେ ଲଗେଇକି ସେଟା କାଟିଲେ ଆଚ୍ଛା ମାନେ କେତେ ଇଜିଲି ଜିନିଷ ଟା ମାନେ ଏବେ ହଉଛି କିନ୍ତୁ ଯଦି ସେଇଗୁଟା ତୁ ଯିବୁ ଗୋଟେ ବାହାରେ ଏତେ ପଇସା ଖର୍ଚ୍ଚ ଏତେ ପେନ୍ ଏତେ ମାନେ ସେଟା ବି ପୁଣି କ୍ୟୁରେବୁଲ ନୁହଁ ତାର ସାଇଡ ଇଫେକ୍ଟ ବହୁତ ରହୁଛି ମେଡିସିନ ଗୁଡାକର ତୁ ଲାଇଫ ଟାଇମ ପାଇଁ ୱାନ୍ ଟାଇପ ଅଫ ତୁ ଗୋଟେ ପେସେଣ୍ଟ ହେଇଗଲୁ ଯଦି ତତେ ସେଇ ଲେଭେଲ ର ଜିନିଷ ହେଇଯାଇଛି। ଗୋଟେ ଜିନିଷ ହେଲା ତୁ ଯଦି ଲାକ୍ସିଏଟିଭ ସବୁବେଳେ ତ କୋଷ୍ଠ ଟା ଡିପେଣ୍ଡେଣ୍ଟ ହେଇଯିବ ଲାକ୍ସିଏଟିଭ ଉପରେ ଦେନ୍ ତୁ ଲାକ୍ସିଏଟିଭ ଯଦି ନ ନବୁ କନଷ୍ଟିପେସନ ହବ। ଥିଲେ। ତ ସେଥିପାଇଁ କି ଆମେ କୋଷ୍ଠକୁ ହିଁ ସୁଧାରିବୁ। ହଁ ଯଦି କୋଷ୍ଠଟା ଦେଖେ ଯେତେବେଳେ କନଷ୍ଟିପେସନ ଟାଇମ ରେ କ୍ରୂର କୋଷ୍ଠ ହୁଏ। ଗୋଟେ ଲୋକ ଯଦି କ୍ରୂର କୋଷ୍ଠ ଅଛି ତାର କନଷ୍ଟିପେସନ ହବ ତ ମୃଦୁ କୋଷ୍ଠ କରିବୁ ଆମେ ସ୍ନେହ ପାନ କରେଇକି ମୃଦୁ କୋଷ୍ଠ ହେଲେ ସେ କାଇଁ ଆଉ କନଷ୍ଟିପେସନ ହବ। ଆଚ୍ଛା ବୁଝିପାରିଲୁ? ଏଇଟା ଟିକେ ମାନେ ନର୍ମାଲ ଟର୍ମ ରେ ବୁଝଉନୁ ବୁଝିପାରିଲିନି। ଦେଖେ
ଆମର କୋଷ୍ଠ 3 ପ୍ରକାର। ହଁ କୋଷ୍ଠ ମାନେ ଏଇ ଯୋଉ ମାନେ ପେଟ, ମାନେ ନର୍ମାଲ ଓଡିଆ term କହୁଛି ପେଟ, ଆଚ୍ଛା ବୁଝିପାରିଲେ? ତ କୋଷ୍ଠ 3 ପ୍ରକାର: କ୍ରୂର କୋଷ୍ଠ, ମୃଦୁ କୋଷ୍ଠ, ମାନେ ଆଉ ମଧ୍ୟମ କୋଷ୍ଠ। କ୍ରୂର କୋଷ୍ଠ ମାନେ ଯୋଉଠି କି ବାୟୁ ପୁରା ଏମିତି ଦୂଷିତ ହେଇକି ରହିଛି, ସେଠି ବାୟୁର ପୁରା ମୁଖ୍ୟ, ହଁ ବୁଝିପାରିଲେ? ତ ହଁ ସେଠି କନଷ୍ଟିପେସନ ହିଁ ହବ, ବୁଝିପାରିଲେ? ଆଉ ଆଚ୍ଛା ମୃଦୁ କୋଷ୍ଠ ମାନେ ସେଠି କଫର ପ୍ରିଡୋମିନାନ୍ସ ଅଛି, ସେଠି ସ୍ନେହାଂଶ ଅଛି, ସେଥିପାଇଁ କି କନଷ୍ଟିପେସନ ହବନି। ଆଉ ମଧ୍ୟମ କୋଷ୍ଠ ଠିକ ମଝିମଝିଆ। ବୁଝିଲି ବୁଝିଲି। ଆଉ ଦେଖ କୋଷ୍ଠର ଗୋଟେ ବହୁତ ସିଗ୍ନିଫିକାଣ୍ଟ ଅଛି, ତ ମାନେ ପ୍ୟାରେଣ୍ଟାଲ। ତ ବାବା ମାଙ୍କର ଯେବେ ତୁ ଥିବ କହୁଛୁ ତ ଯେମିତି ହେରିଡିଟାରୀ ଚଲେ, ମାନେ ପାଖାପାଖି ହେରିଡିଟାରୀରୁ ଆସିବ, ହେରିଡିଟିରୁ ସେ ମାନେ ୟେସ୍ 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 ଆ- ହେରିଡିଟାରୀ। ଆଚ୍ଛା got it। ହଁ ଏବେ ଆଉ ଗୋଟେ ମୋର ଏବେ ଡାଉଟ, ଏବେ ଆମର ଏବେ ଦେଖିବୁ ଓଡିଶାରେ, ମାନେ ଓଡିଶାରେ ବାହାରେ ତ ଷ୍ଟେଟ କଥା ମତେ ଜାଣିନି, ଓଡିଶାରେ ମୋ ଫ୍ରେଣ୍ଡ ସର୍କଲ ହେଇଗଲା, ମୋର ଯେତେ ମାନେ ଜାଣିବା ଶୁଣିବା ଭିତରେ କ୍ୟାନ୍ସର ବହୁତ ହି କମନ ହେଇଗଲାଣି। ତ କ୍ୟାନ୍ସର ପାଇଁ ତା ରିଜନ ଆଉ ତା ଟ୍ରିଟମେଣ୍ଟ କେମିତି, ତ ମାନେ ଅଛି କିଛି ୱେ ଅଛି ଆୟୁର୍ବେଦିକ ନା ସେଇଟା ଏଲୋପାଥି? ଦେଖେ ଫାଷ୍ଟଲି ଚରକ କହିଛନ୍ତି କର୍କଟ, ଅର୍ବୁଦ ଅସାଧ୍ୟରେ ମାନିଛନ୍ତି, ବୁଝିପାରିଲେ? ସେଟା ଅନଟ୍ରିଟେବଲ। ତ ସେଥିପାଇଁ ମେ ବି ମୋର ଏଇ ବିଷୟରେ ଏତେ, ଯେହେତୁ ମୁଁ ସେକେଣ୍ଡ ଇୟର ଅଛି, ମାନେ ଆମର ତ ଚିକିତ୍ସା ସ୍ଥାନ ପଢା ହବ, ସେତେବେଳେ ମୁଁ ପ୍ରପରଲି ତତେ ମାନେ ଆନ୍ସର ଦେଇପାରିବି। ତ ମୁଁ ଏଥିପାଇଁ ଏଇଟା ଆନ୍ସର ଦେବାକୁ ଚାହୁଁନି ଯେ ମୁଁ ଜାଣିନି ନା ଏ ବିଷୟରେ, ତ ଭୁଲ ଆନ୍ସର ଦେବି। ଆଚ୍ଛା ମାନେ there is something then। ଖାଲି ମୁଁ ଏତିକି ଜାଣିଛି ଯେ କର୍କଟ, ହଁ କର୍କଟ ଆଉ ଅର୍ବୁଦର ଅସାଧ୍ୟ ମାନିଛନ୍ତି ତାର। ଆଚ୍ଛା ବୁଝିଲେ। ହୁଁ। ହଁ ତ ଆଉ ଗୋଟେ କହୁଥିଲି ଇନକମ୍ପାଟିବୁଲ ଫୁଡସ୍, ତା ବିଷୟରେ ଟିକେ କହ, ମାନେ ବିରୁଦ୍ଧାହାର। ହଁ ବିରୁଦ୍ଧ ଆହାର, ତା ବିଷୟରେ ମତେ କହ ଟିକେ, ମାନେ କେମିତି ଆକ୍ଚୁଆଲି କଣ କଣ ଆମେ ଯୋଉ ବାହାରେ ଖାଉଛୁ, ମାନେ କଣ ଆମେ କୋଉ କମ୍ବିନେସନ ଖାଇବୁନି ସେଉଟା କି ଆମ ପେଟ ଖରାପ ହବନି? ବିରୁଦ୍ଧ ଆହାର ମାନେ କଣ? ଇନକମ୍ପାଟିବଲ ଫୁଡ, ଯେତେବେଳେ ଆମର ଆହାର ନବାର 8ଟା ବିଧି ଅଛି, ହୁଁ ଅଷ୍ଟ ଆହାର ବିଧି ବିଶେଷ ଆୟୋଜନ। ତ ଯେତେବେଳେ ସେଇ ଅଷ୍ଟଆହାର ବିଧି ବିଶେଷ ଆୟୋଜନ ଯେତେବେଳେ ଗୋଟେ ହ୍ୟୁମାନ ଫଲୋ ନ କରେ, ଏ ସେଟା ମାନେ ତ ସେତେବେଳେ ବିରୁଦ୍ଧ ଆହାର। ତ ବିରୁଦ୍ଧ ଆହାର ହେଲା 18 ପ୍ରକାର, ବୁଝିପାରିଲେ? ଯେମିତି ସ୍ୱୟଂ ବିରୁଦ୍ଧ, ମଧୁ ଆଉ ବୃତ୍ତର ଇକ୍ୱାଲ କମ୍ବିନେସନ, ମଧୁ ମାନେ କଣ ହନି, ଆଉ ବୃତ ମାନେ ଘିଅ, ମଧୁ ଆଉ ବୃତର ଇକ୍ୱାଲ କମ୍ବିନେସନରେ ସେଟା ଗୋଟେ ପଏଜନସ୍ ହେଇଯିବ। ସେଥିପାଇଁ ଯେତେବେଳେ ଆମେ ମେଡିସିନ ପ୍ରେସକ୍ରାଇବ କରୁ ମଧୁ ଆଉ ବୃତ, ମାନେ ଡିଫରେଣ୍ଟ କ୍ୱାଣ୍ଟିଟିର, ଟିକେ ଅଧିକ କି ଟିକେ କମ, ଟିକେ କମ ରହିବ। ତ ଆଚ୍ଛା ସେଇଟା ହେଲା ମାନେ ସ୍ୱୟଂ ବିରୁଦ୍ଧ। ଘିଅ ଆଉ ହନି, ମହୁ, ତ ସେମାନେ ଯଦି ଇକ୍ୱାଲ କ୍ୱାଣ୍ଟିଟିରେ ତୁ ନେଇକି ଖାଇବୁ ସେଟା କାଇଣ୍ଡ ଅଫ ପଏଜନସ୍। ହୁଁ। ଦେନ୍ ଆମର ଆସିବ ବେରିଆ ବିରୁଦ୍ଧ ମାନେ ପୋଟେନ୍ସି, ମନେକର ଯେମିତି କହୁଥିଲି ଦହି ଆଉ ମାଛ, ଦହି ହେଲା ଆମର କଣ ଉଷ୍ଣ ବେରିଆ, ଆଉ ମାଛ ହେଲା ଶୀତ ବିରିୟା। ତ ଯଦି ଉଷ୍ଣ ବିରିୟା ଆଉ ଶୀତ ବିରିୟା ମିଶେଇକି ଆମେ ଖାଇବୁ, ଦେନ୍ ସେଠି ଆମ କ୍ରିଏଟ ହବ, ମାନେ ଅପକ୍ୱ ହବ ସେ ଜିନିଷଟା, ମାନେ ଆମ ଖାଇପାରିବୁ ଅପକ୍ୱ ଅନ୍ନ ତାକୁ କୁହାଯାଏ। ତ ସେତେବେଳେ ଆମ ପରମେସନ ହେଲେ ଆମେ ବହୁତ ଡିଫିକଲ୍ଟ ହବ ସେ ଜିନିଷକୁ, ଆମ ହେଲା ମାନେ ଆମର ଜଠରାଗ୍ନି ଦୁର୍ବଳ ହେଇକି ସେଟାକୁ ଡାଇଜେଷ୍ଟ କରିବ, ଯେମିତି ହୃଦୟ ବିରୋଧ, ତାପରେ ଦେନ୍ ଆମର ଆସିବ ଆଉ ବାକି ଯୋଉଟା ଅଛି ଠିକ ସେ ମୋର ମନେ ପଡୁନି, ମାନେ ବାକି 18 ପ୍ରକାରର ବିରୁଦ୍ଧ ଅଛି। ସ୍ୱୟଂ ବିରୋଧ, ମାତ୍ରା ବିରୋଧ, ଆହାର ବିରୋଧ, ଆଉ ହୃଦୟ ବିରୋଧ, ଦେନ୍ ଆମର ଆସିବ ବାକି ଟେଷ୍ଟ ଗୁଡା। ବୁଝିଲି ବୁଝିଲି। ମାନେ ଏମିତି କି କିଛିଟା ଫୁଡ କମ୍ବିନେସନ ଅଛି ଯୋଉଟା କି ଖାଇବ ମାନେ ତମର ପ୍ରୋବ୍ଲେମ ହବାଟା ହବ, ତାର ମିନିଂ ସେଇଟା। ହଁ ବୁଝିଲି। ଏବେ ମାନେ ବାକି ଦେଖ ମଡର୍ନ, ତ ବାକି ଏଇଟା ଏବେ ଆମେ ଏଇଟାକୁ ଆସିବା, ମାନେ ଏବେକାର ଲୋକମାନଙ୍କର ଅନ୍ନପାନ ମାନେ କେମିତି ଆହାର ବିହାର ମାନେ କେମିତି ଇଏ କରାଯାଉଛି।
ସେଠି ବିରୁଦ୍ଧାହାର କେମିତି ସେବନ କରାଯାଉଛି। ମନେକର ଆକର୍ଡିଂ ଟୁ ସରକାରଙ୍କ ଅନୁସାରେ ମାନେ ତୁ ଗୋଟେ ମିଲ୍ ନେକ୍ସଟ ମିଲ୍ କେତେବେଳେ ନବୁ, ଗୋଟେ ମିଲ୍ ନେଇ ସାରିଲା ପରେ ଆଉ ଗୋଟେ ମିଲ୍ କେତେବେଳେ ନବୁ। ମୋର ସେମିତି ଯଦି କିଛି ତୋର ଠିକ ନାହିଁ। ମାନେ ମୁଁ କହୁଛି ମୋ କଥା, ତମେ ଜାଣିନ ହଁ, ସେ ଜିନିଷ। ସେଇଟା ହଁ ତ ଯେତେବେଳେ ଯୋଉ ହାକୁଡିଟା ଆସୁଛି ସେଟା ପ୍ରପର ମାନେ ଅମ୍ଳଯୁକ୍ତ ନ ହେଇଥିବା ଦରକାର। ଆଉ ତତେ ପ୍ରପରଲି ଭୋକ ଲାଗିବ, ଆଚ୍ଛା ସେତେବେଳେ ଯାଇକି ଆଉ ଗୋଟେ ମିଲ୍ ନବା କଥା। ବୁଝିପାରିଲୁ? ତ ଲୋକମାନେ କଣ କରୁଛନ୍ତି, ଗୋଟେ ମିଲ୍ ନଉଛନ୍ତି ତାପରେ ପୁଣି ଆଉ କଣ ଖାଇ ଦଉଛନ୍ତି। ବୁଝିପାରିଲୁ? ତ ସେତେବେଳେ ଗୋଟେ ମିଲ୍ ଡାଇଜେଷ୍ଟ ହେଇନଥିବ, କିନ୍ତୁ ଆଉ ଗୋଟେ ଯଦି ମିଲ୍ ନେଇଥିବ ସେଠି ଅମ୍ଳ ବିପାକ ହବ, ଅମ୍ଳ ବିପାକ ହେଲେ ସେ ଜିନିଷଟା ଆଉ ଡାଇଜେଷ୍ଟ ହବନି। ଗୋଟେ ମିନିଟ, ଗୋଟେ ତ ଡାଉଟ ଏଠି, ମାନେ ଗୋଟେ ଡାଉଟ। ଧର ଯେମିତି ଆମର ଟାଇମିଂ ଅଛି, ସବୁ ଘରେ କହନ୍ତି ଟାଇମ ଟୁ ଟାଇମ ଖାଇବୁ। ଧର ତୁ ସକାଳ 7ଟା ବେଳେ ତୁ ବ୍ରେକଫାଷ୍ଟ କଲୁ, 10ଟା ବେଳେ ଗୋଟେ ଥର ଖାଇବୁ, ପୁଣି 1ଟା ବେଳେ ଗୋଟେ ଥର ଖାଇବୁ। ସେଇଟା ଯଦି ଭୋକ ନ ହେଇଥିବ ସେଇଟା ସ୍କିପ୍ କରିବା ବେଟର। ୟେସ୍, ତତେ ତ ଭୋକ ନ ଲାଗୁଛି, ତୁ ମନେକର ତୁ ଆଚ୍ଛା ସକାଳେ ପ୍ରପରଲି ଖାଇ ଦେଇଛୁ, ହଁ ତ ତତେ ଭୋକ ଲାଗୁନି, ତୁ ଆମର ଏଇ କରିବୁ ଗୋଟେ ବେଳକୁ ଖାଇବୁ। ଲୋକମାନେ କଣ କରୁଛନ୍ତି, ଏଠୁ ଖାଉଛନ୍ତି ଖାଉଛନ୍ତି 10 ପ୍ରକାରର ଇଏ ଖାଉଛନ୍ତି ଫଳ ଇଏ ସିଏ। ମେନଲି ଦେଖ ଏବେ ସବୁ କମ୍ବିନେସନ ସବୁ ଦେଖ, ଗୋଟେ ଜିନିଷ ଫ୍ରୁଟ ଚାଟ, ହଁ ସେଇଟା ହେଲା ସବୁଠୁ ଖରାପ ଜିନିଷଟା। ଫ୍ରୁଟ ଚାଟ୍। ହଁ, କାରଣ ଦେଖ ଗୋଟେ ଜିନିଷ ହେଲା ତ ମୁଁ କଣ କହିଥିଲି ବୀର ବିରୋଧ, ହଁ ବୁଝିପାରିଲ? ତ ଡିଫରେଣ୍ଟ ଥିଲା, ମାନେ ଆଇଦର ତମେ ଫ୍ରୁଟସ ଖାଅ ସେପାରେଟଲି ଖାଅ, ମାନେ ତମେ ପିଜୁଳି ଖାଉଛ ତ ପିଜୁଳି ହିଁ ଖାଅ, ଯଦି କମଳା ଖାଉଛ ତ କମଳା ହିଁ ଖାଅ। ଯଦି ପିଜୁଳି କମଳା ସେଥିରେ କଦଳୀ ସେଥିରେ ଡାଳିମ୍ବ ବହୁତ ସାରା ମିଶଉଛି ନା, ତ ହଁ ସେଇଟା ବହୁତ ଗୁରୁ ହେଇଯିବ, ଡାଇଜେସନ ହବନି। ତ ଏଇଟା ଆରେ ଗୋଟେ ଲୋକମାନଙ୍କର ବାପରେ, ଏଇଟା ଗୋଟେ ବହୁତ ମାନେ ଏଠି ମୁଁ ତତେ କହୁଛି, ଏଠି ବାଙ୍ଗାଲୋରରେ ଫ୍ରୁଟ ସାଲାଡ, ଫ୍ରୁଟ ଚାଟ ହେଲା, ଏତେ ବିକା ହଉଛି, ଲୋକମାନେ ସବୁ ହେଲ୍ଦି ଭାବିକି ସବୁ ଯିଏ ଜିମ୍ ଯାଉ ନ ଯାଉ ଅଫିସ ବାହାରେ ସବୁ ଫ୍ରୁଟ ଚାଟ ଦିଅ, ଫ୍ରୁଟ ସାଲାଡ ଦିଅ, ସବୁ ଏଥିରେ 10ଟା ଖଣ୍ଡେ 5-7ଟା ପ୍ରକାରର ଫ୍ରୁଟ ମିଶିକି ଥିବ। ସେ କିଛି ବି କମ୍ବିନେସନ, ହୁଁ ଏମିତି ନାହିଁ ଯେ ଏଇ କମ୍ବିନେସନ ହେଇଥିବ, ହୁଁ ସେ କିଛି ଯୋଉଟା ତାଙ୍କ ପାଖରେ ଆଭେଲେବଲ ସେ କାଟିକି ଦେବେ। ହୁଁ, ଆଉ ଦେଖେ ଆଉ ଗୋଟେ କଥା ହେଲା ଯୋଉ ଆମର ଅଛି ସେକ୍ ସବୁ, ମିଲ୍କ ସେକ୍, ହଁ ହଁ ଦେନ୍ ବାନାନା ସେକ୍। ଚକଲେଟ୍ସ, ହଁ 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 ବୁଝିଲି ବୁଝିଲି। ହଁ, ସେ ସବୁଠୁ ଫାଲତୁ ଜିନିଷ ସେ ସବୁ, ସେକ୍ ଯୋଉଟା ଯୋଉଟା ସବୁ, କାରଣ ସେ ମାନେ ବହୁତ ଗୁରୁ ତ ମାନେ ତ ଅଗ୍ନିଟା ନା ପୁରା ଦୁର୍ବଳ ହେଇଯିବ। ଆଉ ସେ ଯୋଉ ମାନେ କଣ କହିଲୁ, ସେ ଯୋଉ ଇଏ ଆସୁଛି ଯୋଉ କେକ୍ ବଗେରା ଯୋଉ ଆସୁନି, ମାନେ ଚକଲେଟ ସିରପ ପଡିଥିବ, ପୁରା ଗରମ ଗରମ ଥିବ, ହଁ 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 ସେ ସବୁ ବି ବହୁତ ଖରାପ। ଆଉ ଫାଷ୍ଟ ଫୁଡ ଯୋଉଟା ତ ସେ ଜାଣିଛୁ, ଫାଷ୍ଟ ଫୁଡ ବଗେରା ତ ସେ ମ୍ୟାଟେରିଆଲ କଣ୍ଟେଣ୍ଟ କରୁଛି ଫୁଡ କଲର୍ସ ବଗେରା, ସେ ସବୁ ତ ଆଉ ଦେଖ ମନେକର ଏମିତି ଦହି, ତୁ କଣ ଭାବୁଛୁ ଦହି ଗୋଟେ ହେଲ୍ଦି ହେଇଥିବ ନା ନନ ହେଲ୍ଦି ହେଇଥିବ? ଦହି ବହୁତ ହେଲ୍ଦି, ମାନେ ଆମେ ମୁଁ ଜାଣିବାରେ। ପ୍ରୋବାୟୋଟିକ, ହଁ ପ୍ରୋବାୟୋଟିକ, କିନ୍ତୁ ଦହି ଖାଇବାର ବି ଟେକ୍ନିକ ଅଛି, ଦହି ବି ତୁ ସେମିତି ଖାଇପାରିବୁନି, କାରଣ ଦହି ହେଲା ଅଭିଶାନ୍ତି। ଆଚ୍ଛା ବୁଝିପାରିଲୁ? ଦହିକୁ ତୁ ଆଇଦର ଶର୍କରା ମାନେ ଚିନି ସହିତ ମିଶେଇ ଖାଇପାରିବୁ, ନହେଲେ ଖାଇବା କଥା ଦହିକୁ ଗରମ କରି ଖାଇବା କଥା ନୁହଁ। ମୋଷ୍ଟ ଅଫ୍ ଦ ସବୁ ଛୁଙ୍କ କରିକି ଖାଉଛନ୍ତି ଦହିକୁ, ସେଇଟା ବି ଖରାପ। ଆଚ୍ଛା, ଦେନ୍ ଜଣେ ଯଦି ସୁଗାର ଖାଉନଥିବ, ଦହି ସହିତ କଣ ମିଶେଇ ଖାଇବ? ସଲ୍ଟ। ହଁ ସେଥିପାଇଁ ମୁଁ କହୁଛି, ଆଚ୍ଛା ଦେନ୍ ଅଁଳା ହଉ, ଦହି ସହିତ ଅଁଳା ଖାଇପାରିବ, ଦହି ସହିତ ମୁଗ ଖାଇପାରିବ, ମାନେ ମୁଗ ମାନେ ମୁଗ, ଆଚ୍ଛା, ବୁଝିପାରିଲୁ? ମୁଗର ଯୋଉ ଗ୍ରାଇଣ୍ଡ କରିକି ହଉ କି ଏମିତି ଖାଇପାରିବୁ, ଏମିତି ଦହି ଦହିକୁ ଡାଇରେକ୍ଟଲି କଣ ସହିତ ସଲ୍ଟ ଠିକ ନୁହଁ। ହଁ ହଁ, ଦହି ସହିତ ସନ୍ଧେହ ଲବଣ ବି ଠିକ ଅଛି, କିନ୍ତୁ ଦହିକୁ ଡାଇରେକ୍ଟଲି ଖାଇବା କଥା ନୁହଁ। ମାନେ ଖାଲି ଖାଇବନି, ମାନେ ନର୍ମାଲ କେମିତି? ନା ନା ନା, ଆଚ୍ଛା, ମୋର ନର୍ମାଲି ତୁ ଖାଇବନି। ଦିନେ ଡାଇଜେଷ୍ଟିଭ ଇସୁ ଥିଲା, ମୁଁ ଅଫିସ ଗଲା ବେଳକୁ ବାଟରେ ଗୋଟେ ଦହି ପ୍ୟାକେଟ କିଣିଲି, ଯାହା ପିଇଦେଲି ଚାଲିଲି ଅଫିସ। ହେଲା, ମାନେ ମୋ କଥା ମୁଁ କହୁଛି। ତ ତ ସେଥିପାଇଁ କି ଆଇଦର ମାନେ ଚିନି ମାନେ ଶର୍କରା, ଚିନି ବି ବହୁତ ଖରାପ, ହଁ ଶର୍କରା ମାନେ ମିଶ୍ରି, ମିଶ୍ରି, ବୁଝିପାରିଲୁ? ଆଚ୍ଛା
ମାନେ ଶର୍କରା ହଉ କି ଜାଗରୀ ହଉ ଏସବୁ ବୁଝିଲି। ବହୁତ ସାରା ଡାଏଟାରୀ ରୁଲ୍ସ ଅଛି ଆଗରେ କିନ୍ତୁ ଲୋକ କେବେ ଫଲୋ କରିପାରିବେନି କାରଣ ମାନେ ନର୍ମାଲ mainly ଆମ ଲାଇଫ ସେମିତି ମାନେ ସେଠି ଇଏ ହେଇଗଲାଣି କିନ୍ତୁ ନର୍ମାଲ ତ ହେଲ୍ଦି ହଁ ରହିବା ପାଇଁ ତ ନର୍ମାଲ ଆମେ ଫଲୋ କରିବାକୁ ହିଁ ପଡିବ କିଛି ନହେଲେ କିଛିଟା ତ ଆମେ ହଁ କିଛି ତ ଆମେ ଫଲୋ କରିବା तर नॉनव्हेज ଉପରେ ତୋର ଟେକ୍ କଣ ମାନେ ନନଭେଜ ଉପରେ କେମିତି ତ କିଛି ରୁଲ ଅଛି ନା ନାଇଁ ନନଭେଜ ହଁ ମାଂସର ତୋର ଇଣ୍ଡିକେସନ ଅଛି ଆମର ଏପଟେ ମାନେ ମାଂସର ଅଛି ଆୟୁର୍ବେଦିକ ରାଜି ଯେ ଜଣେ ନନଭେଜ ଖାଇବାଟା ବେଟର ଦେଖ ନନଭେଜ ଖାଇବାଟା ସେଇଟା ତୋର ଇଏ ଡିପେଣ୍ଡ କରୁଛି ତୋର ପ୍ରୋଟିନ ଇନଟେକ୍ କେତେ କଣ ଅଛି ତୁ ଯଦି ଚାହୁଁଛୁ ଇଏ କରିବା ପାଇଁ କି ସେମ୍ ସୋର୍ସ ବି ଆମ ଭେଜିଟେରିଆନ ରେ ମିଳିପାରୁଛି ଆଉ ସେମ୍ ସୋର୍ସ ବି ଇଏ ବି ମିଳିପାରୁଛି ବାକି ଯୋଉମାନେ ମାନଙ୍କର ଦେଖ ମନେକର ବହୁତ ସାରା ପ୍ୟାଟର୍ନ ଅଛି ଯେମିତି ଏଠି ବି ତ ଭିଗାନ ପଳେଇ ଆସିଲାଣି ସେ ଭିଗାନ କମ୍ୟୁନିଟି ସେଟା ସବୁଠୁ ଫାଲତୁ କାହିଁକି କାହିଁକି ନା ଦେଖ ଆମ ଡିଫରେଣ୍ଟ ସବୁ ଜଏଣ୍ଟସ୍ ଅଛି ନା ହଁ ସେଠି ଯୋଉ ମାନେ କଣ ସେ ଯୋଉ ମାନେ ସାଇନୋଭିଆଲ ଫ୍ଲୁଇଡ ହଉ ଇଏ ହଉ ସେଟା ସବୁ କଫ ସେ ସବୁ କଫ ମାନେ ଆମର ମାନେ କଫ ସହିତ କମ୍ପେୟାର କରାଯାଇଛି ଆଉ ସ୍ନେହାଂଶୁ ତ କୋଉଠି ନ ରହିବ ତ ସେ ସବୁ କେମିତି ଚାଲିବ ସେ ସବୁ ଫଙ୍କସନ ଗୁଡା ମାନେ ତୁ କହୁଛୁ ଡାଇରେକ୍ଟ ପ୍ରଡକ୍ଟ ହଁ ଡେରି ପ୍ରଡକ୍ଟ କନଜ୍ୟୁମ କରିବା ଦରକାର ସୋ ଦ୍ୟାଟ ୟେସ୍ ୟେସ୍ ମାନେ ତ ଜଏଣ୍ଟସ୍ वगैरह ଠିକ ରହିବ ଇଏ ରହିବ ଦେଖ ମନେକର ଯେତେ ସାରା ବି ଅଛି ଫ୍ୟାଟ ଅଛି ସେ ସବୁ ମାନେ ଇଏ ଭିତରେ ଘିଅ ଟା ବହୁତ ଭଲ ଆଚ୍ଛା ସେଥିପାଇଁ କହୁଛି ତାର ସାଇଣ୍ଟିଫିକ ରିଜନ ଅଛି ଯେତେ ସାରା ବି ଫ୍ୟାଟ ଅଛି ସେମାନେ ସବୁ ପେରି ଫେରିରୁ ଫ୍ୟାଟ ନେଇକି ଲିଭର ଡିପୋଜିଟ କରନ୍ତି ବୁଝିପାରିଲିନି ପେରି କିନ୍ତୁ ପେରି ଫ୍ୟାଟ ଘିଅ ନେଇକି ମାନେ ଗୋଟେ ମାନେ ପେରି ଫେରିରୁ ମାନେ ତୋ ବଡିର ଯୋଉ ଟିସ୍ୟୁଜ ବଗେରାରେ ଯୋଉ ଫ୍ୟାଟ ଗୁଡା ଇଏ ହେଇଛି ଆଚ୍ଛା ତୁ ଯୋଉ କନଜ୍ୟୁମ କରୁଛୁ ସେଠି ଯୋଉ କାଇଲୋ ମାଇକ୍ରୋସ ଯୋଉ ହଉଛି ସେ ସବୁ ବ୍ଲଡ ଥ୍ରୁ ଯାଇକି ଲିଭର ଡିପୋଜିଟ ହଉଛି କିନ୍ତୁ ଘିଅ ଗୋଟେ ଏମିତି ଜିନିଷ ଲିଭରରୁ ସେଟାକୁ କାଢିକି ପେରି ଫେରି ପାଉଛି ଆଚ୍ଛା ବୁଝିଲି ତ ଆଉ ଘିଅଟା ଲିଭରରୁ ବହୁତ ଫ୍ୟାଟ ବଢିଆ ଆସୁ ଫ୍ୟାଟ କାଢୁଛି ମାନେ ଏଟା ବହୁତ ଭଲ ଜିନିଷ କାରଣ ବହୁତ ଲୋକଙ୍କର ପ୍ରୋବ୍ଲେମ ହୁଁ। ଫ୍ୟାଟି ଲିଭର ପ୍ରୋବ୍ଲେମ ବାହାରୁଛି ଆଜିକାଲି ଡକ୍ଟର ମାନେ ସବୁ ମନା ହଁ କରୁଛନ୍ତି ଏଲଡିଏଲ ହଁ ଦେଖ ଯୋଉ ବି ମାନେ ଗୋଟେ ଲୋକ କେମିତି ଫ୍ୟାଟ କୁ କନଜ୍ୟୁମ କରିବ ଯୋଉଥିରେ ଏଲଡିଏଲ କମ ମାନେ ଇଏ ଥିବ ଏଲଡିଏଲ ମାନେ ଲୋ ଡେନସିଟି ମାନେ ଲୋ ଡେନସିଟି ଗ୍ଲିସରଲ ଯୋଉଟା ନୁହଁ ଗ୍ଲିସରାଇଡ୍ ସେଇଟା ଆଉ ହାଇ ଡେନସିଟି ଗ୍ଲିସରାଇଡ୍ ଟା ମାନେ କନଜ୍ୟୁମ କରିବା କଥା ନୁହଁ ସେଟା ବି ବହୁତ ଖରାପ ଆଚ୍ଛା ତୋ ହିସାବରେ ମାନେ ଆକର୍ଡିଂ ଟୁ ଆୟୁର୍ବେଦ ଯେ ଭେଗାନ ମାନେ ଙ୍କର ଗୋଟେ ମେଜର କମ୍ପୋନେଣ୍ଟ ଖାଇବାରୁ ମିସ୍ ରହୁଛି ଯୋଉଟା କି ତାଙ୍କୁ ଦରକାର ତାଙ୍କ ବଡି ଫଙ୍କସନ ପାଇଁ ହୁଁ। ବୁଝିଗଲି ଯଦି ନେକ୍ସଟ ଦେଖ ତାହେଲେ ଗୋଟେ କଣ ଜିନିଷ ଏମିତି ନୁହଁ ଯେ ପ୍ଲାଣ୍ଟ ମାନଙ୍କରେ ଏମିତି କଣ ସ୍ନେହାଂଶ ରହିବ କେତେ ରହିବ ହଁ ତୁ ବି ତ ଆମେ ସବୁ ତ ମାନେ ପ୍ଲାଣ୍ଟ ସବୁ ଫାଷ୍ଟ କନଜ୍ୟୁମ କରୁଛୁ ନା ତୁ କୋଉଠି ଦେଖିଛୁ ଗୋଟେ ପ୍ଲାଣ୍ଟ ଭାଜିଲା ବେଳେ ଘିଅ ବାହାରୁଛି କି କିଛି ତେଲ ବାହାରୁଛି ହଁ ଆଚ୍ଛା ମାନେ ତୁ ତ କହୁଛୁ କମ୍ବିନେସନ ଅଫ ପ୍ଲାଣ୍ଟ ପ୍ଲସ ଡାଇରୀ ପ୍ରଡକ୍ଟ ଡାଇରୀ ପ୍ରଡକ୍ଟ ଅର ଚାହିଁବୁ କିଛି ଅସୁବିଧା ନାହିଁ ଯୋଉମାନେ ତୁ କହୁଛୁ ନନଭେଜ ସବୁ ନାହିଁ ନାଇଁ ଆକ୍ଚୁଆଲି ମୁଁ ଭେଜିଟେରିଆନ ନା ମୁଁ ତୋ କଥା ହେଲା ସେଇଟା ଦେଖ ଦେଖ ଗୋଟେ ଜିନିଷ ହେଲା ସେଥିପାଇଁ ତ ହୃଦୟ ବିରୁଦ୍ଧ ହୃଦୟ ବିରୁଦ୍ଧରେ ଗୋଟେ ଲୋକକୁ ତୁ ଯଦି ହଁ ଭେଜିଟେରିଆନ ତୋର କଣ ଭେଜିଟେରିଆନ ସାଥି ତୁ ଭେଜିଟେରିଆନ ଛୋଟବେଳୁ ଖାଇ ଖାଇ ଆସୁଛୁ ତ ନାଇଁ ସାଥି ମୁଁ ତୋ ଟୁ ପାଇଁ ଇୟର୍ସ ହେଲା ହିଁ ଭେଜିଟେରିଆନ ହେଇଛି 2 ଇୟର୍ସ ହେଲା ମାନେ ମୁଁ ଛାଡି ଦେଇଛି ମିଟ୍ ମାନେ ସେ ହଁ ଆଚ୍ଛା ମାନେ ସମସ୍ତଙ୍କ ଚଏସେସ୍ ଅଲଗା ନା ହଁ ତ ଯଦି ମୁଁ ନନ୍ ଭେଜିଟେରିଆନ ଫୁଡ କହିବି ସେଟା ହବ ହୃଦୟ ବିରୁଦ୍ଧ ମାନେ ତୋ ଇଚ୍ଛା ନାହିଁ ତତେ ମୁଁ ଜବରଦସ୍ତି କହିବି ସେଥିରେ ବି ତ ଖାଦ୍ୟ ପାଚନ ହବନି ଆଚ୍ଛା ବୁଝିଲି ମାନେ ତୋ ଫୁଡ ଯୋଉଟା ଇନଟେକ୍ କରୁଛୁ ସେଇଟା ତୁ ପୁରା ମନ ଧ୍ୟାନ ଦେଇ ଖାଇବାର ଅଛି ଯୋଉଟା କହନ୍ତି ଘରେ ଯୋଉଟା କହନ୍ତି ପୁରା ଖାଇଲା ବେଳେ ପୁରା ଫୋକସ ରେ ଖାଇବୁ ୟେସ୍ ୟେସ୍ ଆଚ୍ଛା ଆଚ୍ଛା ସେଥିପାଇଁ ଆମର ଗୋଟେ ଆୟୁର୍ବେଦିକ ପ୍ରପର ଶ୍ଲୋକ ମେନସନ ହେଇଛି ସେ ଶ୍ଲୋକର ସେଇଟା ଅଷ୍ଟାହାର ବିଧି ବିଶେଷ ଆୟତନରେ ଆସିଛି
ସେ ଲୋକଟାର ମାନେ ଏବେ ରେଫରେନ୍ସ ଟା ମନେ ପଡୁନି, ବାକି ସେଥିରେ କୁହାଯାଇଛି ଖାଇଲା ବେଳେ ହସିବନି, ଖାଇଲା ବେଳେ କଥା ହବନି, ପ୍ରପର ଉପକରଣ ସହିତ ଖାଇବ, ଇଷ୍ଟ ଦେଶ ଇଷ୍ଟ ଉପକରଣ ମାନେ ପ୍ରପର ଇଷ୍ଟ ଦେଶ ମାନେ ପ୍ରପର ପ୍ଲେସ ରେ ଯଦି ତମକୁ ଶାନ୍ତି ମିଳୁଛ ବସିକି, ଇଷ୍ଟ ଉପକରଣ ମାନେ ତ ଯାହା ବି ଦରକାର, ବୁଝିପାରିଲେ? ଏସବୁ ତା ତ ମାନେ ମାନେ ଅଜଳପନ ମାନେ ହସିବନି କି ଜୋର ନ ଅତି ଦ୍ରୁତ ନ ଅତି ବିଳମ୍ବିତ, ମାନେ ଜୋର ଜୋର ଖାଇବା କଥା ନୁହଁ କି ଧୀରେ ଧୀରେ ଖାଇବା କଥା, ଯେମିତି ଖାଇବା କଥା ପ୍ରପରଲି। ଓ ଠିକ। ମାନେ ଘରେ ଯୋଉ କିଛି ଟା ଶିଖେଇଛନ୍ତି ତାର ବି କିଛି ସାରା ସାଇଣ୍ଟିଫିକ ରିଜନ ଅଛି ତାହେଲେ। ହୁଁ ହୁଁ। ଦେଖ ମୁଁ ତତେ ଗୋଟେ ସିମ୍ପଲ କହୁଛି, ଫିଭର ଟ୍ରିଟମେଣ୍ଟ। ହଁ ତ ଫିଭର ଟ୍ରିଟମେଣ୍ଟ ଶୁଣ୍ଠି ଚୂର୍ଣ୍ଣ କୁ ନେପାଳ ମାଟ ଆଉ ଲଙ୍ଗନ ସେଠି କରିବୁ, ତୋର ପାଖାପାଖି ଫିଭର ଠିକ ହେଇଯିବ। ବୁଝିପାରିଲିନି, ମାନେ ନର୍ମାଲ ଲାଙ୍ଗୁଏଜ ରେ କହ, ନର୍ମାଲ ଲାଙ୍ଗୁଏଜ ରେ କହ। ହଁ, ଲଙ୍ଗନ ମାନେ ଫାଷ୍ଟିଂ। ଆଚ୍ଛା ତ ଫାଷ୍ଟିଂ। ହଁ, ତ ଫାଷ୍ଟିଂ କରିବୁ ଫିଭର ଟାଇମ ରେ ନା। ଏବେ ତ ଯୋଉ ଏବେ ଯାହା ସବୁ ହଉଛି ମାନେ ଲୋକମାନଙ୍କର ଯୋଉ ଥଣ୍ଡା ବଗେରା ଯୋଉ ହଉଛି କମନ କୋଲ୍ଡ ଟାଇପ ର, ସେ ସବୁରେ ଯଦି ମେଡିସିନ ନବା ଦରକାର ନହେଲେ ସେ ଏତେ ସାରା ମାନେ ଏମିତି ହଉଛି ନା ତୁ କିଛି ବି କାମ କରିପାରିବୁନି। ବାକି ତତେ ଯଦି ନର୍ମାଲ ଫିଭର ଲାଗୁଛି ଯେତେବେଳେ ଜ୍ୱରର ପୂର୍ବରୁ ପହଞ୍ଚି ଶ୍ରମ ହରତି ବୈବର୍ଣ୍ଣିମ, ଶ୍ରମ ମାନେ ତତେ ଲାଗିବ ଥକା ଲାଗିବ, ହରତି ମାନେ ତତେ ଲାଗିବ ମୁଁ ଆଉ କିଛି ଇଏ କରିପାରିବିନି, ବୈବର୍ଣ୍ଣିମ ମାନେ ତ ଫେସ୍ ଟା ଟିକେ ମାନେ ତୋ ଡଲ ଫେସ୍ ର ହେଇଯିବ। ହସ ସବୁ ପଳେଇବ, ହଁ ଡଲ ଡଲ ହେଇଯିବ, ଫେସ୍। ତୁ ନିଜେ ବି ଜାଣିପାରିବୁ ଯେ ନିଜେ ବି ଜାଣିପାରିବୁ ଯେ ତତେ ଫିଭର ଆସିବ। ଫିଭର ତୁ ଆସିବ। ଭାବେ ମହର୍ଷି ମାନେ ଏସବୁ କେମିତି ଲେଖିଛନ୍ତି, ତତେ ଲାଗୁଛି କି ଏଇଟା କିଛି ସାଇଣ୍ଟିଫିକ ନୁହଁ, ପ୍ରପରଲି ସିମ୍ପଟମ୍ସ ଲେଖା ହେଇଛି ଏଟା। ସେତେବେଳେ ତୁ ଯଦି ଲଙ୍ଘନ କରିବୁ, ଫାଷ୍ଟିଂ କରିବୁ ଷ୍ଟାର୍ଟିଂ ରୁ, ତ ପୂର୍ବରୁ ହଉଛି ତ ତୁ ଜାଣିଲୁ ଯେ ଜ୍ୱର ହଉଛି, ଗୋଟେ ଦିନ ଫାଷ୍ଟିଂ କରିଦେବୁ, ତା ସହିତ ଶୁଣ୍ଠି ଶୁଣ୍ଠି ମାନେ ଅଦା ଯୋଉଟା ଶୁଖା ହୁଏ, ଜାଣିଛି, ଶୁଣ୍ଠି ଜାଣିଛି। ତମେ ହଁ, ଶୁଣ୍ଠିକୁ ଟିକେ ଲ୍ୟୁକାମାଟ ପିଇବୁ, ତ ଜର ଠିକ ହେଇଯିବ, ମାନେ ହବ ହିଁ ନାହିଁ ଆଗକୁ। ଭାଇ ସାହାବ, କେତେ ଜିନିଷ ଅଛି ଭାଇ। ଆଚ୍ଛା। ବହୁତ ବହୁତ ହି ଦେଖ, ବହୁତ ହି ଭଲ ଭଲ ଇଣ୍ଡିକେସନ ଅଛି, ବହୁତ ହି ଭଲ। ମାନେ ତୁ ମୋ ପାଖରେ ଲାଷ୍ଟ ଦିଟା କ୍ୱେଶ୍ଚନ ରହିଲା, ମାନେ ମତେ ଗୋଟେ କଥା କହ, ଗୋଟେ ନର୍ମାଲ ହ୍ୟୁମାନ ଯିଏ ବାହାରେ ଜବ୍ କରୁଛି କି ଭୁବନେଶ୍ୱରରେ ରହିକି ଘରୁ ଦୂରରେ ରହିକି ଜବ୍ କରୁଛି, ସିଏ ତାକୁ ତ ଖାଇବାରେ ତାକୁ ଗୋଟେ ପ୍ରୋବ୍ଲେମ ହଉଛି, ମେ ବି ନିଜେ କୁକ୍ କରୁଛି କି ବାହାରୁ କେତେବେଳେ ଖାଇଦଉଛି, ସେ ତାକୁ ଏମିତି ବେଶୀ କିଛି ସିମ୍ପଟମ ଥିବ ଯୋଉଟା କି ସେ ଦେଖିକି ଜାଣିଦବ ନା ଭାଇ ମୋ ଦେହ ଖରାପ ହବାକୁ ଯାଉଛି, କିଛିଟା ସିମ୍ପଟମ। ଆଉ ଏଇଟା ଫାର୍ଷ୍ଟ କ୍ୱେଶ୍ଚନ। ସେକେଣ୍ଡ କ୍ୱେଶ୍ଚନ ହେଲା, ଧର ଜଣେ ନର୍ମାଲ ଯେମିତି ଆମେ ଜାଣୁଛୁ ଆମର କାନର କିଛି ପ୍ରୋବ୍ଲେମ ହେଲା କି ଦାନ୍ତ କିଛି ପ୍ରୋବ୍ଲେମ ହେଲା କି ଦେହର କିଛି ଗୋଟେ ପାର୍ଟ ହେଲା, ଆମେ ଜାଣି ଦଉଛନ୍ତି ଯେ ହଁ ଏଇ ଡକ୍ଟର ପାଖକୁ, ଏଇ କ୍ଲିନିକ ପାଖକୁ ଯିବାର ଅଛି। ତ ସେଇଟା ଆମେ ଆୟୁର୍ବେଦିକ ଜଣେ ଯଦି ଟ୍ରିଟମେଣ୍ଟ କରିବାକୁ ଚାହିଁବ, ଯୋଉଟା କି ବହୁତ ବେଟର, ସେ ମାନେ ଯୋଉଟା କି ଏଇଟା ଏତେ ଇମର୍ଜେନ୍ସି ନୁହଁ, କିନ୍ତୁ ପ୍ରୋବ୍ଲେମ ହଉଛି, ମେ ବି ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ହଉଛି, ଲୋକମାନେ ବହୁତ ମେଡିସିନ ଖାଉଛନ୍ତି, କେମିତି ଜାଣିବେ ଯେ ମତେ ଏଇ ଡକ୍ଟର ପାଖକୁ ଯିବାର ଅଛି ଆୟୁର୍ବେଦିକ ର? ଏଇଟା ସେକେଣ୍ଡ କ୍ୱେଶ୍ଚନ। ଆଉ ଫାର୍ଷ୍ଟ କ୍ୱେଶ୍ଚନ ତ ଶୁଣିଲୁ, ଦିଟା କ୍ୱେଶ୍ଚନ ମୋର ଲାଷ୍ଟ କ୍ୱେଶ୍ଚନ ଥିଲା। ହଁ। ଦେଖ ବାହାରେ ଯୋଉ ଲୋକମାନେ ରହୁଛନ୍ତି, ତୁ ତ କହୁଛୁ ତାଙ୍କର କିଛି ମାନେ ଠିକ ଠାକ ଡିଜିଜ ନଥାଏ। ଷ୍ଟାର୍ଟ ହବାକୁ ଯାଉଛି। ହଁ, ମାନେ ଠିକ ଠାକ ହୁଁ, ନଥାଏ, ଖାଇବାର ଠିକ ଠାକ ନଥାଏ, କେତେବେଳେ ନିଜେ ରାନ୍ଧୁଛନ୍ତି, କେତେବେଳେ ବାହାର ହୋଟେଲରୁ ଖାଉଛନ୍ତି, ଏମିତି ବହୁତ ପିଲା ଏମିତି ବ୍ୟାଚଲର ଟାଇମରେ କରୁଛନ୍ତି। ହଁ। ହଁ, ତ ସେଇଟା ସେଥିପାଇଁ ମୁଁ ତତେ ଇଣ୍ଡିକେସନ ଦେବାକୁ ଚାହୁଁଛି ଯେ ତ ଟ୍ରାଏ କର କି ମାକ୍ସିମମ୍ ଟାଇମ ବାହାରକୁ ଆଭଏଡ କରିବ। ଟ୍ରାଏ କର, କାରଣ ସବୁବେଳେ ପସିବଲ ନୁହଁ। ହୁଁ। ଆଉ ପାଖାପାଖି ସବୁବେଳେ ପାଖାପାଖି ସକାଳୁ ଗୋଟେ ମାନେ 1 ଲିଟର ପାଖାପାଖି, ମାନେ ଯେତେବେଳେ ବି ମାନେ ଷ୍ଟାର୍ଟିଂ ରୁ 750 ml ମାନେ ପିଇବ, so that ତୁମର ଡାଇଜେଷ୍ଟ ରିଲେଟେଡ ଯାହା ବି ଥିବ, ମାନେ ମେନଲି ତମର ଯୋଉ ମୋସନ କ୍ଲିୟର ହବ ଆରାମ ସେ। ଆଚ୍ଛା। 750 ml ର ଲିକ୍ୱାମଟ, ଦେନ୍ ତାପରେ ତୁମର ଆସିବ ଆଉ ମାନେ ଯେମିତି ତୁମେ ଅଫିସ ରୁ ଆସୁଛ କି, ସେତେବେଳେ ମିଶ୍ରି ଭେଦେଇକି ରଖିଥିବ।
ତ दिन सारा जब भी बहुत सारा एक्सपोजर होता ठंडा माने गरम एक्सपोजर होता ये होता तो कि मिश्री पानी पीवा आराम से तुम पेट ठंडा हो मिश्री तो है मिश्री का 3 दोष तो 3 दोष सब सामान है देन खाइबारे कौन खाइबा ट्राई करो कि मन तो ऑयली फूड अवॉइड करिया ପାଇଁ कि ବୁଝିପାରିଲ ଦେନ୍ ତାପରେ ଯୋଉଟା କି फाइबर फूड ଅଛି ମାନେ फाइबर्स ଯୋଉଥିରେ ଆମକୁ ମିଳିବ दलिया ହଉ କି ଆମର ମିଲେट्स ହଉ तो सब मिलेट्स तो बहुत ଭଲ ଚାଲିଛି ମିଲେଟ୍स ବି ଖାଇପାରିବ ଏମିତି ଆଉ ଯୋଉ କହୁଛୁ ଡିଜିଜ ଷ୍ଟାର୍ଟ ହବାକୁ ଯାଉଛି ଦେନ୍ ମାନେ ଗୋଟେ ଇଣ୍ଡିକେସନ ମନେକର ଯେମିତି କି ଜ୍ୱର ପୂର୍ବରୁ ଗୋଟେ ଇଣ୍ଡିକେସନ ଆସିଯାଏ ଯେମିତି ମେ ବି ଏମିତି କିଛି ଅଛି ମୁଁ ୟୁଟ୍ୟୁବରେ ଶୁଣୁଥିଲି ଜଣେ ଡକ୍ଟର ଆସିଥିଲେ ସିଏ କହୁଥିଲେ କି କିଛିଟା ସିମ୍ପଟମ କହିଲେ ଯଦି ଏଇ ସିମ୍ପଟମ ତମର ଅଛି ତମକୁ ଫ୍ୟୁଚରରେ ମେ ବି କ୍ୟାନ୍ସର ହେଇପାରେ ମେ ବି ତ ସେଇ ଟାଇପର କିଛି ସିମ୍ପଟମ ଯଦି ତମେ ଜଣେ ଦେଖିପାରିବ କି ଆଗକୁ କଣ ହଉଛି ଦେଖ ସବୁ ସବୁ ପ୍ରକାର ଡିଜିଜ ର ପୂର୍ବ ରୂପ ଅଛି ଆଚ୍ଛା ପୂର୍ବ ମାନେ ପ୍ରିମନିଟରୀ ସିମ୍ପଟମ୍ସ ଆଚ୍ଛା ତ ମୁଁ କହୁଛି ଏକା ତତେ ଇଣ୍ଡାଇଜେସନ ର ହୁଁ ତ ଇଣ୍ଡାଇଜେସନ ର ପୂର୍ବ ରୂପ କଣ ଅମ୍ଳ ଉଦ୍ଗାର ମାନେ ମାନେ ଇଏ ହାକୁଡି ଆସିବ ଆଉ ଦାହ ଏଇ ଗଳାରେ ଦାହ ହବ ବୁଝିପାରିଲ ହଁ ବୁଝିପାରିଲି ହଁ ହଁ ତ ଲାଗିବ କି ଲାଗିବ କି ନାଇଁ ମୋର ଆଜି ଗ୍ୟାସ୍ ହେଇଛି ତ ସେଥିପାଇଁ କିନ୍ତୁ ସେଇ ତ ଯେପର୍ଯ୍ୟନ୍ତ ଗୋଟେ ଲୋକ ନା ତାର ନିଦାନ ପରିବର୍ତ୍ତନ ନ କରୁଛି ନିଦାନ ପରିବର୍ତ୍ତନ ମାନେ ନିଦାନ ସେବନ ଯେପର୍ଯ୍ୟନ୍ତ ଦେଖେ ସୁଶ୍ରୁତ କହିଛନ୍ତି ସଂକ୍ଷେପତ କ୍ରିୟା ଯୋଗ ନିଦାନ ପରିବର୍ତ୍ତନ ତ ନିଦାନ ମାନେ ଯାହା ବି କରିବା ଦ୍ୱାରା ତ ଡିଜିଜ ଟା ହଉଛି ଆଚ୍ଛା କହୁଛି ତ ମନେକର ମଧୁମେହ ହେଲା ତୁ ଅତ୍ୟଧିକ ସୁଗାର ଖାଇବା ଯୋଗୁ ତୋର ଇଏ ହଉଛି ମଧୁମେହ ହଉଛି ତ ଯେପର୍ଯ୍ୟନ୍ତ ଯେ ସେଇ ନିଦାନ ଟାକୁ ପରିବର୍ତ୍ତନ ନ କରିଛୁ ସେ ପର୍ଯ୍ୟନ୍ତ ତ ସେଇଟା ରହିବ ତ ଆମ ଫାଷ୍ଟ ଯେତେବେଳେ ଗୋଟେ ପେସେଣ୍ଟ ଆସେ ତାକୁ ଆମେ ଫାଷ୍ଟ ଡିଟେକ୍ଟ କରୁ ତାର କୋଉ ନିଦାନ ଯୋଗୁ ତାକୁ ଏଇ ଡିଜିଜ ଟା ହଉଛି ବୁଝିପାରିଲେ ତାକୁ ଆମେ ଫାଷ୍ଟ ମନା କରିଦେବୁ ସେ ନିଦାନ ଟାକୁ ପରିବର୍ତ୍ତନ କର ଆଚ୍ଛା ବୁଝିପାରିଲେ ଦେନ୍ ତମେ ନିଦାନ ପରିବର୍ତ୍ତନ କରିବ ତମ ଅଏଲି ଫୁଡ ମାନେ କୁ ପରିବର୍ତ୍ତନ କଲ ନେକ୍ସଟ ତମେ ଆମର ଖାଇବ କି ଅଭିବୃଦ୍ଧିକର ଚୂର୍ଣ୍ଣ ହଉ କି ବହୁତ ସାରା ଲବଣ ଭାସ୍କର ହଉ ସେଟା ଖାଇଲେ ତମର ଅମ୍ଳପିତ ଆରାମସେ ଠିକ ହବ ଦେଖ ମୋଷ୍ଟ ଅଫ ଦ ମାନେ ଲୋକମାନେ ଯୋଉ ଅଫିସ ମାନେ ଯାଉଛନ୍ତି ତାଙ୍କର କଣ ତାଙ୍କର ଏଇ ଅମ୍ଳପିତ ହିଁ ହଉଥିବ ଡାଇଜେସନ ରିଲେଟେଡ ହିଁ ପ୍ରୋବ୍ଲେମ ହଉଥିବ ହଁ ସେଠୁ ସବୁ ତ ରୁଟ ସେଥିପାଇଁ କଜ କି ତାର ସେଇଟା ବହୁତ ହି ଡିଜିଜ ଗୁଡାକ ରୁଟ କଜ ହଁ ହଁ କାରଣ ସେଠି ଆମର ଅଗ୍ନିଟା ନା ଆମର କୋଷ୍ଟରେ ଯୋଉ ଅଗ୍ନି ଅଛି ସେ ଜଠରାଗ୍ନି ଦୁର୍ବଳ ହେଲା ମାନେ ବହୁତ ପ୍ରକାର ଧାତୁର ପାକ ହବନି ଧାତୁର ପାକ ହେଲା ମାନେ ନହେଲା ମାନେ ବିଶୁଦ୍ଧ ଧାତୁ ବନିବ ସେଠୁ ବହୁତ ସାରା ରୋଗ ହବ ହଁ ଦେଖ ଆମ ବଡିଟା ହେଲା 3ଟା ଦୋଷ ବାତ ପିତ କଫ 7ଟା ଧାତୁ ଆଉ ତ୍ରିମଳ ତ୍ରିମଳ ହେଲା ମୂତ୍ର ପୁରୁଷ ସ୍ୱେଦ ଆଉ ମୂତ୍ର ହେଲା ତ ୟୁରିନ ପୁରୁଷ ହେଲା ତ ସ୍ଟୁଲ ଆଉ ସ୍ୱେଦ ହେଲା ତ ସ୍ୱେଟ ଆଉ ସପ୍ତ ଧାତୁ ରସ ରକ୍ତ ମାଂସ ମେଦ ଅସ୍ଥି ମଜ୍ଜା ଶୁକ୍ର ରସ ଧାତୁ ହେଲା lymph ଟାଇପ ର ରକ୍ତ ତ ରକ୍ତ ବ୍ଲଡ ଦେନ୍ ଆମର ମାଂସ ତ ମାଂସ ହଉଛି ଦେନ୍ ମେଦ ଅଏଲ ମାନେ ଯୋଉ ଫ୍ୟାଟି ଅଛି ଆମ ଆଡିପୋସ ହଁ ମାଂସ ମେଦ ଅସ୍ଥି ତ ଅସ୍ଥି ମଜ୍ଜା ହେଲା ବୋନ ମ୍ୟାରୋ ଆଚ୍ଛା ଦେନ୍ ଶୁକ୍ର ହେଲା ତ ଆମର ଶୁକ୍ର ଧାତୁ ମାନେ ଶୁକ୍ର ମାନେ ସ୍ପର୍ମ ହଉ କି ଫିମେଲ ରୋଗ ମାନେ ଏତିକି କମ୍ବିନେସନ ସବୁ ଠିକ ରହିବା ଦରକାର ଜଣେ ହେଲ୍ଦି ପର୍ସନ ପାଇଁ ଦେଖ ଆମ ଆୟୁର୍ବେଦ ର ପ୍ରୟୋଜନ ହେଲା ଧାତୁ ସାମ୍ୟ କ୍ରିୟା ସପ୍ତାହ ତନ୍ତ୍ରଶାସ୍ତ୍ର ପ୍ରୟୋଜନ ଯୋଉ ଶାସ୍ତ୍ର ଧାତୁ ସାମ୍ୟର ବିଷୟରେ କୁହେ ଏ ଧାତୁ ସାମ୍ୟ ତମେ କେମିତି ବନେଇକି ରଖିବ ଗୋଟେ ହ୍ୟୁମାନ ରେ ସେଇଟା ହେଲା ଆୟୁର୍ବେଦ ଆଚ୍ଛା ମାନେ ଆୟୁର୍ବେଦିକ ର ଫାଉଣ୍ଡେସନ ହେଲା ଯେ ତମେ ଏମିତି ଲାଇଫଷ୍ଟାଇଲ ବଞ୍ଚିବ ଯେଣିକି ମାନେ ଆଗକୁ ତମକୁ ହବ ହିଁ ନାହିଁ ତମ ରୋଗ ଦେଖ ଆଉ ଗୋଟେ ଆୟୁର୍ବେଦ ର ପ୍ରୟୋଜନ ହେଲା ସ୍ୱାସ୍ଥ୍ୟ ରକ୍ଷଣ ଆତୁରସ୍ୟ ବିକାର ପ୍ରଶମନ
ଗୋଟେ ହେଲ୍ଦି ଲୋକର ହେଲ୍ଥକୁ ବାଲାନ୍ସ ରଖିବ ଆଉ ଆସୁର ମାନେ ରୋଗୀର ରୋଗକୁ ଠିକ କରିବ। ହଁ, ତ ଏମିତି କୋଉ ସାଇନ୍ସ ଅଛି କି ଯୋଉଟା କି କହୁଛି କି ଆମେ ହେଲ୍ଦି ଲୋକର ହେଲ୍ଥକୁ ବାଲାନ୍ସ ରଖିବୁ? ହଁ। ନାଇଁ ସେଇଟା ଭଲ ଜିନିଷ ଗୋଟେ। ସେଇଟା ହିଁ ଆୟୁର୍ବେଦ କହୁଛି। କେମିତି ଆମେ ହେଲ୍ଦି ମାନେ ବଞ୍ଚିବା, ସେଟା କେମିତି ଦୀର୍ଘାୟୁ ଲାଭ କରିବା କେମିତି। ହଁ। ଏବେ ନେକ୍ସଟ ହେଲା ମୋର ମାନେ କ୍ୱେଶ୍ଚନ ହେଲା ଯେ ଧର ତୁ ନାଉ ଭୁବନେଶ୍ୱର ଅଛୁ କି ମେ ବି ଯାଜପୁର ହେଇଗଲା, କୌଣସି ଜାଗାରେ ବି ଅଛୁ, ତ ତୁ ଗୋଟେ ରୋଗର ଡାୟଗ୍ନୋସ୍ ହେଇଛୁ, ମାନେ ଗୋଟେ ନର୍ମାଲ ହଉ କିଛି ଛୋଟରୁ ଟିକେ ମିଡିୟମ ଲେଭେଲର, ଯେମିତି କି ହେଇଗଲା ମେ ବି ତୋର ଜ୍ୱର ହଉଛି ବାରମ୍ବାର, କି ତୋର ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ହଉଛି, କି ତୋର ବ୍ୟାକ୍ ପେନ୍ ହଉଛି, ଯୋଉଟା ଆଜିକାଲି ଲୋକଙ୍କର ବହୁତ ହଉଛି। ଏମିତି ତୋର ଡାଇବେଟିକ ହେଇଗଲା, କି ତୋର ବ୍ଲଡ ପ୍ରେସର, ହାଇ ବ୍ଲଡ ପ୍ରେସର, ଲୋ ବ୍ଲଡ ପ୍ରେସର, ଆଜିକାଲି ସମସ୍ତଙ୍କର ସେଇଟା। ଏମିତି ଜିନିଷ ତ ଲୋକମାନେ, ହଁ, ଲୋକମାନେ ଜାଣିନାହାନ୍ତି, ସବୁ ଯାଇକି ସେଇ ଏଲୋପାଥି ସବୁଠି ଆଭେଲେବୁଲ, ସେମାନେ ସେଇଠିକି ଯାଉଛନ୍ତି। ସେମାନେ ଜାଣିବେ କେମିତି ଆମେ କୋଉ ଡକ୍ଟର ପାଖକୁ ଯିବୁ, ଯେମିତି ସବୁ ଏଲୋପାଥିରେ କଣ ସବୁ ଲେଖି ଦଉଛନ୍ତି ବାହାରେ ପୋଷ୍ଟର ମାରିକି, ଆମେ ଏଇ ବାଲା, ଆମେ ମେଡିସିନ ବାଲା, ଆମେ ସର୍ଜରୀ ବାଲା, ଏମିତି। ତ ଆୟୁର୍ବେଦିକରେ ସେଇଠି କେମିତି ଯିବେ ଲୋକମାନେ, ଜାଣିବେ କେମିତି? ଦେଖେ, ମନେକର ତୋର ମଧୁମେହ ହେଇଛି, କି ତୋର ଉଚ୍ଚ ରକ୍ତଚାପ ହେଇଛି, କି ତୋର ଇଣ୍ଡାଇଜେସନ ରିଲେଟେଡ, ସେ ସବୁକୁ ଆମର କାୟା ଚିକିତ୍ସା ଟ୍ରିଟମେଣ୍ଟ କରିବେ। ଗୋଟେ ଜେନେରାଲ ବିଏମଏସ୍ ଡକ୍ଟର ନା ସବୁ ଟ୍ରିଟମେଣ୍ଟ କରିପାରିବ, ଆଚ୍ଛା। ବୁଝିପାରିଲୁ। ତୁ ଯଦି ଗୋଟେ ବିଏମଏସ୍ ଡକ୍ଟର କତିକି ଯିବୁ, ସେ ସବୁ ଟ୍ରିଟମେଣ୍ଟ କରିପାରିବେ। ବାକି ତୁ ଯଦି ଯୋଉମାନେ ସ୍ପେଶାଲାଇଜେସନ କରନ୍ତି ମେଡିସିନ ରେ, ତୋର ମେଡିସିନ ରିଲେଟେଡ ଦେଖିବେ। ନାଇଁ ସବୁ ବହୁତ ସାରା ଯୋଉ ମଧୁମେହ ହେଲା କି ହେଲା, ତ ଆଉ ତୋର ମନେକର ତୋର କିଛି ନର୍ଭ ରିଲେଟେଡ ପ୍ରୋବ୍ଲେମ ଅଛି, ତୋର କିଛି ଇଏ ଅଛି, ତୁ ତ ପଞ୍ଚକର୍ମ କୁ ଯିବୁ। ଆଉ ଦେନ୍ ତୋର ଆସିବ କିଛି ସର୍ଜରୀ କରିବାର ଅଛି, କିଛି ଇଏ କରିବାର ଅଛି, ଅପରେସନ ବଗେରା କିଛି କରିବାର ଅଛି, କିନ୍ତୁ ଏଠିକି ଯିବୁ ଶଲ୍ୟକୁ ଯିବୁ, ଶଲ୍ୟର ଡକ୍ଟର ମାନଙ୍କ ପାଖକୁ। ଏସବୁ ଦେନ୍ ଆମର ମାନେ ଆସିବ କିଛି ଜଣେ ତୋର ଧର ପୁରୀ ଗଲା, ପୁରୀ ଆୟୁର୍ବେଦିକ ହସ୍ପିଟାଲ ଗଲା, ସେଠି ସବୁ ଡିଫରେଣ୍ଟ ଡିଫରେଣ୍ଟ ଡିଭିଜନ ଅଛି, ସେ ସେଇଠି ସେ ଜାଣିପାରିବ। ହୁଁ, ଆଉ ଯେମିତି ଭୁବନେଶ୍ୱରରେ ଦେଖ ଦିଟା ଆୟୁର୍ବେଦିକ ଫାଷ୍ଟ ହସ୍ପିଟାଲ ଅଛି ମୋ ଜାଣିବାରେ, ଆମର ସମ ହସ୍ପିଟାଲ ପାଖରେ ଯୋଉ ଗୋଟେ ଅଛି, ଆଉ ଗୋଟେ ଆମର ସେପଟେ ପୋଲିସ ହୁଁ, ଷ୍ଟେସନ ପାଖରେ ମେ ବି ସେଠି ମାନେ ସେଠିକି ଗଲା ପରେ ସବୁ ଜଣା ପଡିଯିବ। ରେଜିଷ୍ଟ୍ରେସନ କରିବୁ ତ ସିମ୍ପଟମ୍ସ କହିବୁ, ସେମାନେ ତତେ ରେଫର କରିବେ ସେଇ ଡିପାର୍ଟମେଣ୍ଟକୁ। ଆଚ୍ଛା, ବୁଝିଗଲି ବୁଝିଗଲି। ଆଉ ମାନେ ଆୟୁର୍ବେଦିକ ଡକ୍ଟର ମାନେ ଯେମିତି ମାନେ ତାଙ୍କ ନିଜର ନର୍ସିଂ ହୋମ ହେଇଗଲା, ତାଙ୍କ ନିଜର କ୍ଲିନିକ ହେଇଗଲା, ଏସବୁ ଆଜିକାଲି ମାନେ ଅଛି ନା ସେ ସବୁ ତାଙ୍କର ତମ ସିଷ୍ଟମ ଯେମିତି ନାହିଁ? ହଁ, ଏବେ ପ୍ରାଇଭେଟ ସେକ୍ଟର ବହୁତ କମ ଟିକେ ଅଛି, ମାନେ ଅଛି, ମାନେ ବହୁତ କମ ଅଛି। ବାକି କରୁଛନ୍ତି, ଯୋଉମାନେ ବି ପ୍ରାଇଭେଟ ସେକ୍ଟର ଲଗଉଛନ୍ତି, ବହୁତ ହି ବଢିଆ ତାଙ୍କର ଇନକମ ହଉଛି। ଏଇ ମୁଁ ତ ଏତିକି ଦେଖ, ମୁଁ ବିଜନେସ ପଏଣ୍ଟ ଅଫ ଭ୍ୟୁ ମୁଁ ଯେତିକି ମାନେ କହୁଛି, ଏଇ ମାର୍କେଟ ବହୁତ ହି ବଡ ମାର୍କେଟ, ଯଦି ବହୁତ ବଡ ମାର୍କେଟ, କାରଣ ଲୋକମାନଙ୍କୁ ହଁ ଭଲ ବହୁତ। କରିଦବୁ ୱାନ୍ସ ମାନେ ମିଲିୟନ ଡଲାର ମାର୍କେଟ ଏଟା, ଯଦି ତୁ ତାକୁ ଏତିକି ହୁଁ। ସ୍କେଲରେ ନେଲୁ। ମୁଁ ଏତିକି ତ ଜାଣି ହଁ ସାରିଲିଣି ଛୋଟ ସ୍କେଲ କଥା ସେଥିପାଇଁ ହେଇକି। କି ସେଥିପାଇଁ କି ମୋର ପ୍ଲାନ୍ ଅଛି ଯେ ଅ, ପଢାପଢି ସହିତ ମାନେ ଏମିତି ଜବ ସହିତ ନିଜର ଗୋଟେ ପ୍ରାଇଭେଟ ସେକ୍ଟର, ତ ଆଚ୍ଛା। ମାନେ ଆଫୋର୍ଡେବଲ ପ୍ରାଇସ୍ ଲୋକମାନଙ୍କ ଟ୍ରିଟମେଣ୍ଟ, ମାନେ ଗୋଟେ ତା ସହିତ ନିଜ ପୁରା ଗୋଟେ ମେଡିକାଲ ହବ ବନେଇବାର ମାନେ ତୋର ପ୍ଲାନିଂ ରଖୁଛୁ, ନିଜର ସେକ୍ଟର ନା ତୋର ସେଇଟା। ଆଚ୍ଛା। ହଁ ହଁ, ଏବେ ଏବେ ସାଙ୍ଗେ ସାଙ୍ଗେ ମୋ ନିଜ ମାଇଣ୍ଡ ଗୋଟେ ଆସୁଛି, ଯେମିତି ଏବେ ଦେଖୁଛୁ ତୁ ରୋବୋଟିକ ସର୍ଜରୀ ହେଇଗଲା, କି ଏବେ ସବୁ ଏଆଇ ହେଲ୍ପ ରେ ଦେଖୁ ନ୍ୟୁଜରେ ପଢୁଥିବୁ ଚାଇନିଜ ମାନଙ୍କର ଏମିତି ସବୁ ସର୍ଜରୀ ହଉଛି। ଆୟୁର୍ବେଦିକ ସହିତ ଟେକ୍ନୋଲୋଜିର କେମିତି କିଛି ମ୍ୟାପ ଆସୁଛି ନା କିଛି ଏବେ ସେମିତି କିଛି ଆସିନି? ଏବେ ତ ପ୍ରକୃତି ପରୀକ୍ଷଣ ଚାଲିଥିଲା ସବୁ, ଦେନ୍ ପ୍ରକୃତିଟା ଏମିତି ଗୋଟେ ଜିନିଷ, ମନେକର ପ୍ରକୃତି ହେଲା 7 ପ୍ରକାର: ବାତ, ପିତ୍ତ, କଫ, ଦ୍ୱଣ୍ଡଜ ଆଉ ସମଦୋଷ। ଦେନ୍ ଦ୍ୱଣ୍ଡଜ 3 ପ୍ରକାର, 3 3 6 1 7 ସମଦୋଷ। ଯଦି ଗୋଟେ ବାତ ପ୍ରକୃତିର ଲୋକ, ଦେଖ ମୁଁ ଗୋଟେ ବାତ ପ୍ରକୃତିର ମାନେ ଲୋକର ଲକ୍ଷଣ କହୁଛି: ଅଳ୍ପ କେଶ କୃଷ ରୂପ, ବାଚାଳ ଚଳମନାସ,
ଆକାଶ ଚାରି ସପ୍ନାସୀ ବାରଶ ପଟୁଲି ଜ୍ଞାନର। ବୁଝିପାରିଲେ? ଯୋଉମାନଙ୍କର ଅଳ୍ପ ମାନେ କେଶ ଥିବ ଆଉ କୃଷ ହେଇଥିବେ ମାନେ ପତଳା ହେଇଥିବେ ଇମାସିଏଟେଡ୍ ହେଇଥିବେ ବୃକ୍ଷ ମାନେ ଏମାନେ ତାଙ୍କ ବଡି ଟା ବହୁତ ମାନେ ମାନେ ତାଙ୍କ ଚର୍ମ ଗୁଡା ବହୁତ ରୁକ୍ଷ ହେଇଥିବ ମାନେ ରଫ୍ ଆଚ୍ଛା ହେଇଥିବ ଆଉ ତାଙ୍କ ମାଇଣ୍ଡ ବି ଷ୍ଟେବୁଲ ନଥିବ ପାଖାପାଖି। ଏବେ ଗୋଟେ ଗୋଟେ ପିଲା ଥିବେ ତାକୁ ମାନେ ଏମିତି ଷ୍ଟେବୁଲ ହେଇ ଗୋଟେ ଜାଗାରେ ବସି ପାରୁନଥିବେ ଏଠି ସେଠି ତାଙ୍କ ମାଇଣ୍ଡ ସବୁ ଚାଲିଥିବ। ଆଉ ସେମାନଙ୍କର ଗ୍ରାସ୍ପିଂ ପାୱାର ବି ବହୁତ କମ ଥିବ ମାନେ ମାଇଣ୍ଡ ଗୋଟେ ପିଲା ଦେଖିବୁ ତୁ ପାଠଟାକୁ ଜଲ୍ଦି ଧରୁଥିବେ ଭୁଲି ବି ଯାଉଥିବେ। ହଁ 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 ଦେନ୍ ମାନେ ସେଇମାନଙ୍କ ଥର ମନେକର ତୁ ବାଚ ପ୍ରକୃତିର ଲୋକ ମାନେ ତତେ ମୁଁ ଡିଟେକ୍ଟ କଲି କି ତୁ ବାଚ ପ୍ରକୃତିର ଲୋକ। ଆଚ୍ଛା ଦେନ୍ ମୁଁ ତତେ ଅପୋଜିଟ ଜିନିଷ କହିବି ସୋ ଦ୍ୟାଟ ବାଟରେ ବାଲାନ୍ସ ରହିବ। ସେଇ ଜିନିଷଟା ଏବେ ପିଏମ ଙ୍କର ଇଏ ଯୋଉ ଚାଲିଥିଲା ପ୍ରକୃତି ପରୀକ୍ଷା ଯଦି ଆମେ ଗୋଟେ ଲୋକ ପ୍ରକୃତିକୁ ଆଚ୍ଛା ଜାଣିଦବା ଯେ ନେଚର ହଁ ମୁଁ ଏଇଟା ଗୋଟେ ଭିଡିଓ ଶୁଣିଥିଲି ସେ କିଛି ସିମ୍ପଟମ କହୁଥିଲା ବାତ ପିତ୍ତ କଫ ତୁ ଏଇ ସିମ୍ପଟମ ତୁ ଜାଣିଦବୁ ତୋର ତୋ ବଡି ଟା କୋଉ ଟାଇପ ର କି ମିକ୍ସ ଟାଇପ ର କି କୋଉ ଟାଇପ ର ମୁଁ ହୁଁ ଶୁଣିଥିଲି ସେ ହୁଁ ଜିନିଷ ଟା। ଆଚ୍ଛା ମାନେ ଏଇ ସବୁ ମେଡିକାଲି କ୍ୟୁରେବଲ ନା ମାନେ ଜଣେ ଯଦି ପାଠ ମନେ ରଖି ନ yes ପାରୁଛି ଏ ଘର ଲୋକ କଣ ଭାବୁଛନ୍ତି ହଁ ଆକୁ ସେଥିପାଇଁ ଭଗବାନ କି ସେତିକି ମୁଣ୍ଡ ଦେଇନାହାନ୍ତି ସେ ସେଥିପାଇଁ ମନେ ରଖି ପାରୁନି ସେ ସାଙ୍ଗେ ସାଙ୍ଗେ ଭୁଲି ଯାଉଛି। ଘର ଲୋକ ସେଇଟା ଭାବୁଛନ୍ତି। ସେଥିପାଇଁ କି ଆମ ହଁ ହଁ କହ କହ। ସେଥିପାଇଁ କି ଆମ ଆୟୁର୍ବେଦରେ ମେଡିଅ ଡ୍ରଗ୍ସ ର ଇଣ୍ଡିକେସନ ଅଛି। ଆଚ୍ଛା ମେଡିଅ ଡ୍ରଗ୍ସ ଆମର ଚାରି ପ୍ରକାରର ଆସିଛି ମଣ୍ଡୁକ ପର୍ଣ୍ଣି ଆଉ ୟଷ୍ଟି ମଧୁ ଦେନ୍ ଆମର ଆସିବ ଶଙ୍ଖ ପୁଷ୍ପୀ ଆଉ ବ୍ରାହ୍ମୀ। ଦେନ୍ ସେଠିକାର ଏଇ ଚାରିଟା ଡ୍ରଗ୍ସ ର ମାନେ ଆଉ ଗୁଡୁଚି ବି ଗୋଟେ ବଢିଆ ମେଡିଅ ଡ୍ରଗ୍ସ। ତ ଏମିତି ମଣ୍ଡୁକ ପନିର ଷୋଡଶ ଆଉ ଷୋଡଶ ମାନେ ତାର ଜୁସ୍। ତାପରେ ସେମିତି ଅଷ୍ଟମଧୁକୁ ଅଷ୍ଟମଧୁର ଗୋଟେ ପ୍ଲାଣ୍ଟ ଅଛି ତାର ଚୂର୍ଣ୍ଣକୁ କ୍ଷୀର ସହିତ ତାପରେ ଗୁଡୁଚି ମଣ୍ଡୁକ ପନିର ଷୋଡଶ ତାପରେ ଗୁଡୁଚିର ସେମିତି ଚୂର୍ଣ୍ଣ ତାପରେ ଶଙ୍ଖ ପୁଷ୍ପୀ ମାନେ ଅପରାଜିତା। ଅପରାଜିତାର ମୂଳ ଆଉ ପୁଷ୍ପର କଳକ ମାନେ ଯୋଉ ପେସା ହେଇଥିବ ଯୋଉଟା ପେଷ୍ଟ ଟାଇପର ହେଇଥିବ ତ ହଁ ସେଇଟା ଆମ କ୍ଷୀର ସହିତ ଯଦି ତୁ ପିଇବୁ ଦେନ୍ ତୋର ଭଲ ମେମୋରିସ୍ ଆସିବ। ମେମୋରି ସ୍ମୃତି ଦୌର୍ବଲ୍ୟ ପାଇଁକି ସେଥିପାଇଁ ଆମର ବେଷ୍ଟ ଇଣ୍ଡିକେସନ ହେଲା ବ୍ରାହ୍ମୀଘୃତ। ବ୍ରାହ୍ମୀଘୃତ ହେଲା ବ୍ରାହ୍ମୀର ଡିକକ୍ସନ ସହିତ ମାନେ ପୁରୁଣା ଘୃତ ଯୋଉଟା 10 ଇୟର ତାର ସେଇ ଘୃତକୁ ପାକ କରିକି ଯଦି ଗୋଟେ ଲୋକ ମାନେ ସକାଳୁ ଖାଇବ ଦେନ୍ ତାର ବଢିଆ ସ୍ମୃତିଟା ଭଲ ଆସିବ। ୱାହ। ଏସବୁ ଜିନିଷ ନେଇକି ବାପା ମାଆଙ୍କୁ ସବୁ ଦେଖେଇବାର ଅଛି ଦେଖ ତମ ଛୁଆ ଆକ୍ଚୁଆଲି ପାଠ ପଢି ପାରିବ ହେଲା ତମେ ଜାଣିପାରୁନ ତାର ରିଜନ କଣ ହେଲା। ତ ଠିକ ଅଛି ମୋ ପାଖରେ ତ ସେ ଏବେ ଗୋଟେ ଜିନିଷ ହେଲା ହଁ ହଁ ମାନେ ପିଲାମାନଙ୍କ ଉପରେ ବହୁତ ପ୍ରେସର ରହିଯାଉଛି ଆଜିକାଲିକାର ଏଜୁକେସନ ସିଷ୍ଟମ ଯାହା ହେଲାଣି। ତ ମେନଲି ଫିଜିକାଲ ଆକ୍ଟିଭିଟିସ ବହୁତ କମ୍ ଆଉ ବହୁତ ସାରା ପ୍ରେସର ଏକାଡେମିକ୍ସ ରହିଯାଉଛି ତ ସେଥିପାଇଁ କି ବାପା ମା ମାନଙ୍କୁ ଟିକେ ରିଲାକ୍ସେସନ ହବା କଥା। କି ନିଜର ଚଏସେସ୍ ନିଜର ଇଚ୍ଛା ଅନୁସାରେ ପିଲାମାନଙ୍କୁ ପାଠ ପଢେଇବା କଥା ପିଲାମାନଙ୍କୁ ଇଏ କରିବା କଥା। ନିଜ ଫିଲ୍ଡରେ ଯଦି ତୋର ଖେଳରେ ଇଣ୍ଟରେଷ୍ଟ ଅଛି ତୁ ଖେଳରେ ହିଁ ଭଲ କରିବୁ ନା ଥୋଡି ନା ତୁ ପାଠରେ ଭଲ କରିବୁ। ହଁ ସେଇଟା ହିଁ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ରହିବା ଦରକାର ବାପା ମା ପିଲାଙ୍କ ଭିତରେ। got it। ମୋର କୋଶ୍ଚିନ୍ ବ୍ୟାଙ୍କ ସରିଗଲା ଏବେ ଲାଷ୍ଟ କିଛି ଯଦି କହିବାକୁ ଚାହିଁବୁ କହ। ଲାଷ୍ଟ ଟାଇମ୍। ହଁ ଲାଷ୍ଟ ଏଇଆ କହିବି ଯେ आयुर्वेद सुनिए अपनों के लिए अपने लिए और अपनों के लिए।